ମୁଁ ଯେତେବେଳେ ଛୁଆଟେ ହେଇଥିଲି ଦୌଡ଼ିବା ଆରମ୍ଭ କରିଥିଲି ସେ ସମୟ ପାଦରେ ପିନ୍ଧିବା ପାଇଁ ଜୋତା ନଥିଲା, ଖାଲି ପାଦରେ ମୁଁ ନଦୀ ପଠାରେ ଦୌଡ଼ୁଥିଲି। ପ୍ରାୟତଃ ଗୋଟିଏ ମେଡାଲ ପାଇଁ ଅନେକ ଲୋକ ସଂଘର୍ଷ କରନ୍ତି, ମୋ ଜୀବନରେ ମୁଁ 1500 ମେଡାଲ ହାସଲ କରିଛି। ଆଉ ହଠାତ୍ କୁହାଗଲା ପବ୍ଲିକ ପ୍ଲେସରେ କି ମୋର ଜେଣ୍ଡର ଟେଷ୍ଟ ହେଇଥିଲା, ଆଉ ସେଥିରେ ମୁଁ ପୁରୁଷ ବୋଲି ଘୋଷଣା ହେଇଛି, ମୁଁ ମହିଳା ନୁହେଁ, ମୁଁ ଖେଳିପାରିବିନି। ଲୋକମାନେ ବହୁତ ମୋର ଜେଣ୍ଡର ଉପରେ କ୍ୱେଶ୍ଚିନ୍ କରୁଥିଲେ, ତ ବହୁତ ମୁଁ କଷ୍ଟ ପାଉଥିଲି ସେ ସମୟରେ। ମୁଁ କଥା ଦେଇଥିଲି କିନ୍ତୁ ମୋତେ ଖାଲି କେସ୍ରୁ ମୁକୁଳେଇ ଦିଅନ୍ତୁ, ତାପରେ ଦେଖିବେ ମୁଁ ଯଦି ରାଜ୍ୟ ପାଇଁ ଦେଶ ଗୌରବ ନ ଆଣି ତାହେଲେ ମୋତେ କହିବେ। ଆଉ ମୁଁ ଯାହା ପ୍ରତିଶ୍ରୁତି ଦେଇଥିଲି ତାହା ମଧ୍ୟ କରି ଦେଖେଇଲି। ଯେତେବେଳେ ବୟସ 18+ ହୁଏ ବା 20, 21, 22 ହୁଏ, ସେ ସମୟ ପ୍ରେମ ସମସ୍ତଙ୍କୁ ହୁଏ। ତ ମୋତେ ବି ସେଇ 22-23 ବର୍ଷ ବେଳକୁ ମୋତେ ପ୍ରେମ ହେଇଥିଲା। ମାନେ ଯାହାକୁ ହୃଦୟରୁ ଭଲ ପାଇଲି, ଗୋଟେ ସମାଜ ଆଗରେ ଲେସବିଆନର ମାନ୍ୟତା ପାଇଁ ସଂଘର୍ଷ କଲି, ନିଜକୁ ଇତିହାସ କରିବି ବୋଲି ଭାବିଲି, କିନ୍ତୁ ସେ ଲାଷ୍ଟ ପରବର୍ତ୍ତୀ ସମୟ ମୋତେ ଧୋକା ଦେଇ ଚାଲିଗଲା। ଦ୍ୟୁତି କେମିତି ଜୀବନ ସାଥୀ ଖୋଜିବେ? ପ୍ରେମ ସମ୍ପର୍କ କେବେ ବି କାହା ସହିତ ହେଇପାରେ। ପ୍ରେମରେ କୌଣସି ଜାତି, ଗୋତ୍ର, ଧର୍ମ ନିରପେକ୍ଷରେ ଶେଷରେ ପ୍ରେମ ହୁଏ। ଦେଶର ପ୍ରଧାନମନ୍ତ୍ରୀ ଆମକୁ ତାଙ୍କ ନିଜ ବାସଭବନକୁ ଡାକି କହନ୍ତି ମୋତେ କି ଦ୍ୟୁତି ତମ ପାଖରେ ଯେଉଁ ଟ୍ୟାଲେଣ୍ଟ ଅଛି, ଯେଉଁ ନଲେଜ ଅଛି, ତମେ ଯଦି ଭବିଷ୍ୟତରେ କେବେ ବି ରାଜନୀତିକୁ ଆସିବ ତାହେଲେ ନିଶ୍ଚିତ ଭାବେ ତମେ ଦେଶର ବା ସମାଜ ପାଇଁ କାମ କରିପାରିବ। ଏ ଦ୍ୱିତୀୟ ଇନିଂସରେ ଦ୍ୟୁତିଙ୍କର କଣ ସବୁ ଯୋଜନା ରହିଛି? ନିଜର ଖୋଲା ହୃଦୟର କଥା ନେଇ ଆଉ ନିଜର ଅକୁହା କଥାକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ନିଜର ସଂଘର୍ଷମୟ ଜୀବନ ଆଉ ନିଜର ସଫଳତାକୁ ନେଇ ମଧ୍ୟ ସବୁବେଳେ ସେ ଚର୍ଚ୍ଚାରେ ଥାନ୍ତି। ଆଉ ସେ ଚର୍ଚ୍ଚା ହିଁ ତାଙ୍କୁ ସଫଳତାର ସ୍ୱାଦ ଚଖେଇଛି। ଦୀର୍ଘ ଦିନର ସଂଘର୍ଷ ଆଉ ସେ ସଫଳତା ପାଇବା ପରେ ସେ ବର୍ଷ ବର୍ଷ ଧରି ଯେମିତି ଥିଲେ ଆଜି ମଧ୍ୟ ସେମିତି ଅଛନ୍ତି। ହୁଏତ କିଛି ଦିନ ଧରି ସେ କ୍ୟାମେରାରୁ ବାହାରେ ଅଛନ୍ତି ବୋଲି ଆମେ ଭାବୁଛୁ, କିନ୍ତୁ ତାଙ୍କ ପାଇଁ ଚର୍ଚ୍ଚା ସବୁବେଳେ ସମାଜରେ। ଦର୍ଶକ ବନ୍ଧୁ ନମସ୍କାର। ଆଜିର ଇଏ ସ୍ୱତନ୍ତ୍ର ଉପସ୍ଥାପନାକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଏ ସ୍ୱତନ୍ତ୍ର ଉପସ୍ଥାପନାରେ ଆମ ସହିତ ଯିଏ ଅଛନ୍ତି ସେ ଜଣେ ଆନ୍ତର୍ଜାତିକ ବ୍ୟକ୍ତିତ୍ୱ। ନିଜ ଜୀବନର ସଂଘର୍ଷକୁ ସଫଳତାରେ ପରିଣତ କରିଥିବା ସେ ବ୍ୟକ୍ତିତ୍ୱ। ହଁ, ଏହା ମଧ୍ୟ ସତ, ବେଳେବେଳେ ସେ ବିବାଦକୁ ଆସିଯାଆନ୍ତି। ଜାଣତରେ ହେଉ କି ଅଜାଣତରେ ହେଉ ଲୋକମାନେ ତାଙ୍କୁ ସେ ଭଲ ପାଇବା ଦେଇଛନ୍ତି, ଆଉ ସେ ଭଲ ପାଇବା ହିଁ ତାଙ୍କୁ ଅନନ୍ୟ କରି ତୋଳିଛି ସମସ୍ତଙ୍କ ପାଖରେ। ଆମେ ଆଜି ଯାହା କଥା କହୁଛୁ ସେ ତାଙ୍କ ନିଜ ମନର କଥା ଆପଣଙ୍କ ସାମ୍ନାରେ ପ୍ରତିକ୍ରିୟା ସ୍ୱରୂପ ରଖିବେ, ଏବଂ ଆମେ ଆଶା ରଖୁଛୁ ଯେଉଁ ଖୋଲା ହୃଦୟରେ ସେ ସମସ୍ତଙ୍କୁ ନିଜର ଆପଣାର କରନ୍ତି, ସେ ଖୋଲା ହୃଦୟରେ ଆପଣମାନଙ୍କ ନିକଟରେ ମଧ୍ୟ ଆଜି ତାଙ୍କ କଥା ରଖିବେ। ଆମ ସାଙ୍ଗରେ ଅଛନ୍ତି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କ୍ରୀଡ଼ାବିତ୍, ଆମ ଓଡ଼ିଶାର ଗର୍ବ ଆଉ ଗୌରବ, ଦୌଡ଼ ରାଣୀ ଦ୍ୟୁତି ଚାନ୍ଦ। ତାଙ୍କଠୁ ପ୍ରତିକ୍ରିୟା ନେବା କେମିତି କେଉଁ ପରିସ୍ଥିତିରେ ସେ ସମସ୍ତଙ୍କର ପ୍ରିୟ ଭାଜନ ହେଇଥିଲେ, ଆଉ ଆଜି ଯେତେବେଳେ ଆମ କ୍ୟାମେରା ସାମ୍ନାରେ ଅଛନ୍ତି ତାଙ୍କ ମନର ସେଇ କେଇ ପଦ କଥା ଆଜି ଆମେ ଆପଣଙ୍କ ପାଖରେ ରଖିବୁ ନିଶ୍ଚିତ। ଦ୍ୟୁତି, ସ୍ୱାଗତ କରୁଛି। ନମସ୍କାର। କିଛି ଦିନ ବ୍ୟବଧାନ ହେଇଗଲାଣି କ୍ୟାମେରାରୁ ଟିକେ ବାହାରିବାର, ଏ ବ୍ୟବଧାନ କାହିଁକି? ଦେଖନ୍ତୁ, କ୍ୟାମେରାରୁ ତ ମୁଁ କେବେ ବାହାରିନି, କେବଳ କମ୍ପିଟିସନରୁ ଯାହା ମୁଁ ବାହାରେ ଅଛି। ଆପଣ ତ ଜାଣିଥିବେ 2022 ମସିହା ଏଣ୍ଡ ବେଳକୁ ମୋର ଯେଉଁ ଡୋପ୍ ସାମ୍ପଲ୍ ଯାଇଥିଲା ସେଥିରେ ମୋର ପଜିଟିଭ୍ ସଲ୍ଟ ବାହାରିଥିଲା। ଆଉ ଯେହେତୁ ୱାଡାର ରୁଲ୍ ବହୁତ ଷ୍ଟ୍ରିକ୍ଟ, ଆଉ ଗୋଟେ ପ୍ଲେୟାର ହିସାବରେ ତୁମେ ଯାହା ବି ତୁମେ ଖାଇବ ବା ମେଡ଼ିସିନ ନେବ ବା ଯାହା ବି ସପ୍ଲିମେଣ୍ଟ ତୁମେ ନେବ ବା ରିକଭରି ପାଇଁ ଯାହା ବି ନେବ ତାଙ୍କୁ ସବୁ ଇନଫର୍ମେସନ୍ କରିବାକୁ ପଡ଼ିବ। ଆଉ ସେଇ ସମୟରେ ଯେହେତୁ ମୁଁ କମନୱେଲ୍ଥ ଗେମ୍ ଖେଳିକି ଫେରିଥିଲି, ଛୁଟିରେ ଥିଲି ଘରେ, ଆଉ ମୋର ଯେହେତୁ ଇଞ୍ଜୁରି ଥିଲା, ଆଉ ଇଞ୍ଜୁରି ପାଇଁ ରିକଭରି ପାଇଁ ମୁଁ ମେଡ଼ିସିନ ନେଇଥିଲି, ଆଉ ସେଇ ମେଡ଼ିସିନଟା ହିଁ ପଜିଟିଭ୍ ସଲ୍ଟରେ ବାହାରିଲା। ଆଉ ୱାଡାର ରୁଲ୍ ଅନୁସାରେ ମୋତେ ସେମାନେ 3 ବର୍ଷର ବାଛନ୍ଦାଦେଶ ଦେଲେ, ଯାହାଦ୍ୱାରା ମୁଁ କୌଣସି ପ୍ରକାର କମ୍ପିଟିସନ୍ ଲଢ଼ି ପାରିଲିନି। ଆଉ ଟ୍ରେନିଂ କିନ୍ତୁ କଣ୍ଟିନ୍ୟୁ ଏପର୍ଯ୍ୟନ୍ତ ମୁଁ କରୁଛି, ଆଉ 3 ବର୍ଷ ଅଲରେଡ଼ି ମୋର ପୁରୀ ଗଲାଣି, ବାଛନ୍ଦାଦେଶ ହଟି ସାରିଲାଣି। ଆଉ ଯେହେତୁ ହଠାତ୍ ତ କୌଣସି କମ୍ପିଟିସନ୍ ଲଢ଼ିବା ସମ୍ଭବପର ହେବନି, ଯେହେତୁ ବଡ଼ି ସେଇ ଲେବୁଲରେ ନାହିଁ, ଆଉ ତ ଏବେ ବଡ଼ିକୁ ଲେବୁଲରେ ଟିକେ ଆଣିବା ପାଇଁ ମୋତେ 1 ବର୍ଷ ଲାଗିବ। ଏବେ ମୁଁ ନିଜକୁ ପ୍ରସ୍ତୁତ କରୁଛି, ନେକ୍ସଟ ଇୟର ଯେଉଁ କମ୍ପିଟିସନ୍ ଆସିବ ତା ଉପରେ ଫୋକସ୍ କରିବି। ଦୀର୍ଘ ଦିନର ସଂଘର୍ଷ ଦ୍ୟୁତିଙ୍କର, ଯେବେ ଦ୍ୟୁତି ଷ୍ଟାର ହେଇନଥିଲେ ସେବେଠୁ ଆମେ ଆପଣଙ୍କୁ ଜାଣିଛୁ। ଅତି ସରଳ ଜୀବନଯାପନ, ଗାଁରେ ହଉଠୁ ଭୁବନେଶ୍ୱରରେ ହଉ। ଯେତେବେଳେ ସେ ସଫଳତାର କାହାଣୀ ଲେଖା ହେଇନଥିଲା, ଯାହା ସେତେବେଳେ ଦ୍ୟୁତି ଥିଲା ଆଜି ମଧ୍ୟ ଦ୍ୟୁତି ସେୟା। ଦୀର୍ଘ ବର୍ଷ ପରେ ମଧ୍ୟ ଦେଖାହେଲେ ଦ୍ୟୁତି ଯେମିତି ଥିଲେ ସେମିତି। ଇଏ ଯେଉଁ ନର୍ମାଲାଇଜ ଗୋଟେ ସାଧାରଣ ଜୀବନଯାପନ କରିବା, ଗୋଟେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବ୍ୟକ୍ତିତ୍ୱ ଯାହାକୁ ସାରା ବିଶ୍ୱ ଦେଖେ। ମୁଁ କ୍ୟାମେରାରୁ ହଟିଯିବା କଥା ଏଇଥିପାଇଁ କହିଲି ଯେହେତୁ ସେ ବାସନ୍ଦ କଥା ଥିଲା। ସେତେବେଳେ ସବୁବେଳେ କ୍ୟାମେରାର ସାମ୍ନାରେ କେବଳ ଦ୍ୟୁତିଙ୍କର ନାଁ ଥିଲା। ଯେତେବେଳେ କ୍ରୀଡ଼ା କଥା ଉଠେ, ଯେତେବେଳେ ମେଡେଲ କଥା ଉଠେ, ସେତେବେଳେ ଦ୍ୟୁତିଙ୍କ ନାଁ ହିଁ ମନକୁ ଆସେ। ଏଇ ଯେଉଁ ସାଧାରଣ ଜୀବନଯାପନର ଶୈଳୀ, ଇଏ କ'ଣ ସମାଜକୁ ଗୋଟେ ସନ୍ଦେଶ ଦେଉଛି? ଦେଖନ୍ତୁ, ପ୍ରଥମ ତ କହିବି ମୁଁ କୌଣସି ଗୋଟେ ବଡ଼ ଘରୁ ମୁଁ ଜନ୍ମିତ ହେଇନି। ମୁଁ ଯେହେତୁ ଗୋଟେ ଛୋଟିଆ ପରିବାର ବଡ଼ି ପରିବାରରେ ଜନ୍ମ ହେଇଥିଲି। ମୋ ବାପା ମା, 6 ଭଉଣୀ, 1 ଭାଇ, 9 ଜଣ ପରିବାର।
आ परिवार सिचुएसन बहुत खराब थिला से समय आ बापांगर जो काम थिला बुणाकार परिवार मु जन्म होइथिली बापांगर काम थिला साड़ी बुणीबा आ से गोटे साड़ी बुणिया पे 15 दिन रु 20 दिन लागे आ से साड़ी बुणना परे 500 टका जमा इनकम हुए मजूरी आसे आ से 500 टका एते गोटे बड़ परिवार चलेबा बहुत कष्ट हेतो आ मोर भी मन अछि मु छुआ बेल जन्म थिला मो घरे करंट भी नथिला अंधार केते काटिछु टीवी जाली की खाद्य पई भी अभाव थिला गोटे वक्त खाइले गोटे राति सारा उपास रहिया पड़तला तो से भला परिस्थिति देकी मु आसीची आ आज होता मु इंटरनेशनल स्तर रो गोटे दक्ष क्रीड़ाविद होइची निजर नाम रोशन करिची देश को राज्य प्राउड करिची किंतु तथापि केबे मो मनरे गर्व आसेनी कि मु आज गोटे इंटरनेशनल स्टार मोर गतिविधि बदलिबा बा कथाबार्ता बदलिबा सेटा केबे मु फील करनी कारण मु सब भाबे मु जो गरीब अवस्था रो आसी आज भी मो मन भीतर भाबे कि मु सेई गरीब सिचुएशन केमिति मो द्वारा जोडा हितला अन्य मन द्वारा न हो ताकू केमि मु बदली पारिमी अन्य मन पई केमि काम करि पारिमी जो आज रो दिन रे जो क्रीड़ाविद माने भलो प्रदर्शन करछन ताकू एबोला आर्थिक सहायता केमि मु जोगै पारिमी ताकू सुविधा केमि देई पारिबी तो सेई भली व्यवहार रे मु काम निज प्रस्तुत करछि काम करूछि आ आपण जानिथिबे मु गोटे दुतीचंद स्पोर्ट्स फाउंडेशन एकेडमी मध्ये बनेछि आ सेई फाउंडेशन माध्यम रे जो दक्ष क्रीड़ाविद माने अछंती रूरल एरिया रे सेमानकु केमि सपोर्ट देई हेबो तांको पर मु काम करूछि आ जेहेतु मो गोटे छोटो माने बेसी तो एज मते एते हेइनी आ जति एज रे मु जति सफलता पाई शायद प्राय तो ओडिसा सेमति कोनसी पिला एते अचीव कर नथिए आ जेहेतु मु 2003 मसे खेल कैरियर आरंभ करथिली आ 2003 रु आज 2026 रे पहुंचलिनी पाखा 15-16 वर्ष मो खेल कैरियर हेलानी ता भीतर अनेक सफलता पाइछि मु गोटे क्रीड़ाविद जे कि जातीय स्तर रे अंतर्राष्ट्रीय स्तर अनेक स्तर रे मु मेडल हासिल करिछि ओलंपिक भली मेगा टूर्नामेंट रे दी थर भारत को रिप्रेजेंट करिछि तो एही भली जो सफलता पाइछि सेते में लोक मते सबले भल पांती आशीर्वाद करंती सेते में प्रत्येक मोमेंट रे मु कैमरा सामने रुए आ चर्चा रे विषय हुए ଦୁତି ଯେତେବେଳେ ସଂଘର୍ଷ କରୁଥିଲେ ସେତେବେଳେ ସେ କାହାଣୀ ଆମେ ଦେଖିଥିଲୁ ସେ ବାଲି ଉପରେ ଦୌଡ଼ିବା କଥା ହଉ କିମ୍ବା ସାହାଯ୍ୟ ସହାନୁଭୂତିଟେ ପାଇଁ ଲୋକଙ୍କ ପାଖରେ ଯାଇକି ପହଞ୍ଚିବା ତାଙ୍କୁ ଆପ୍ରୋଚ୍ କରିବା ତାପରେ ଯେଉଁ ବିଚାରଧାରା ଆରମ୍ଭ ହେଲା ଲୋକଙ୍କର ଯେ ନାଇଁ ନାଇଁ ଦୁତିଙ୍କୁ ଟିକେ ସାହାଯ୍ୟ ସହଯୋଗ ମିଳିଲେ ସେ ଆଗକୁ ଯାଇପାରିବେ ସେଥିରେ ବହୁତ ଲୋକ ସାମିଲ ଅଛନ୍ତି ତା ମଧ୍ୟରୁ କିଛି ଲୋକ ବର୍ତ୍ତମାନ ସୁଦ୍ଧା ବି ସହଯୋଗ ଭିତରେ ଅଛନ୍ତି ସେମାନଙ୍କୁ ଆପଣ କ'ଣ କହିବାକୁ ଚାହିଁବେ ବର୍ତ୍ତମାନ ସମୟରେ देखनु मु तो सफलता पाइछि सत किंतु मो सफलता पछरे अनेक लोकंकर हाथ अछि आ मु सबले सेमानक नाम मध्ये निये प्रत्येक स्टेज रे प्रथम त मो परिवार वर्ग बापा मांगर काना मु छुआटे हेतले दौड़ीबा आरंभ करथिली से समय पादर पिंधा में जोता नथिला खाली पादरे मु नदी पठार दौड़थिली आ खाद्य अभाव थिला तथापि मो बापा मा त निजको जोगाड़ करिकि मते खाद्यपेय देउथिले खेल रे अग्रगति करै पे जहा आवश्यकता रहउतला इक्विपमेंट सब मते सहयोग करथिले आ तापर धीरे धीरे परफॉर्मेंस इंप्रूवमेंट कली किट किस्टर जे प्रतिष्ठा डॉक्टर अच्छु सामन सर सी मते सहयोग जोगिबा आरंभ कले तापर राज्य सरकार पूर्वतन मुख्यमंत्री नवीन पटनायक सर आ वर्तमान यशस्वी प्रधानमंत्री नरेंद्र मोदी सर अनेक बड़ प्राइवेट कॉर्पोरेट हाउस मते सहयोग हाथ बढ़ेले जहा द्वारा मो सफलता को आगु को उन्नति करि पारली ଆପଣ ଓଡ଼ିଶାର କ୍ରୀଡ଼ାବିତ ହିସାବରେ ପ୍ରଥମେ ଯିଏକି ମୋଦିଜୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀଙ୍କୁ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ କ'ଣ ତାଙ୍କ ସହିତ ଆଳାପ ହେଲା ଆଉ ତାଙ୍କର ସେ ଯେଉଁ ଅଭିଜ୍ଞତା ଥିଲା ରାଜନୀତିରେ ତା ଦେହରୁ ଆପଣ କେତେ ଇନ୍ସପାୟାର ହେଲେ ना देखो राजनीति क्षेत्र में देखिले तो मु दी जण मोर आदर्श हिसाब रे नेता हिसाब रे माने जोटे होची पूर्वतन मुख्यमंत्री नवीन पटनायक सर को आ जे कि वर्तमान प्रधानमंत्री यशस्वी प्रधानमंत्री मोर 2014 ही प्रथम थर पई देखा साक्षात होता तांको बासभवन रे जेतेले मते हाइपरजम केस रे मते भाषणादेश दिया हितला स्पोर्ट्स रे मु खेलिया पई मते विरोध करा हितला सेही भली सिचुएशन रे मु प्रथम थर पई भेटिथिली दिल्ली रे तांको बासभवन रे आ से समय वार्तालाप होला पर से मते बहुत प्रशंसा करथिले कहिथिले कि दुति तमे जो गरीब अवस्था आसिया जेते उच्च स्तरीय परफॉर्मेंस करछ निज राज्य पई देश में गौरव कर सेटा होची बहुत गर्वर विषय आम पई आ ए भली सिचुएशन आपन को जो ब्लेम करा हो जिबा आपन को बते अन्याय कराइछि निश्चित भाबे हम सरकार तुमको सहयोग करिवो सेतले जा जा रिक्वायरमेंट मोर थिला मु दाबी रखिथिली सब प्रकार सहयोग जोगे बोली मते प्रतिष्ठा देथिला ता मध्ये कले मध्ये हमर देखिथियो से समय रे मोर केसटा हितला मु ताको स्विट्जरलैंड कोर्ट ऑफ एडमिनिस्ट्रेशन ले केस लड़ीथिली सेठी जिबा आसीबा फ्लाइट टिकट हला वकील मानकर चार्जेस हला रहिबा खाइबा जहा रिक्वायरमेंट पैसा खर्च हितला सब इंडिया गवर्नमेंट तरफ मते वहन करा हितला आ तापरे 2016 रे मु रियल ओलंपिक खेलिया पे गली से समय मध्ये मोर देखा साक्षात हितला मते प्रशंसा करथिले शुभेच्छा बार्ता मध्ये देथिले कि परफॉर्मेंस भलो करिया पई तापर वर्ल्ड यूनिवर्सिटी गेम 2018 देले एशियन गेम मेडल मान के आस्थिले से समय मते देखा हितला से समय मते प्रशंसा करथिले 2019 मते वर्ल्ड यूनिवर्सिटी गेम मेडल मान के से समय मते प्रशंसा करथिले टोक्यो ओलंपिक रे देले मु मेडल जो जाइथिले पार्टिसिपेट करिके आस्थिले से समय फेरला पर भी देखा सकथले तांग बासभवन रे पाखा कि मो जीवन
ଛଅ ଥର ଖଣ୍ଡେ ହବ ମୁଁ ପର୍ସନାଲ ଦେଖା ସାକ୍ଷାତ କରିଛି। ଆଉ ଇଏ ନୁହେଁ କି 1 ମିନିଟ୍ ବା 2 ମିନିଟ୍ ପାଇଁ କଥା ହେଇଛି, ପାଖାପାଖି ମୁଁ ଅଧଘଣ୍ଟେ ଖଣ୍ଡେ ତାଙ୍କ ସହିତ ପର୍ସନାଲ ବ୍ୟକ୍ତିଗତ ଭାବରେ କଥା ହେଇଛି। ଆଉ ସେ ସବୁବେଳେ କହନ୍ତି ମୋତେ କି ଦୁତି ତମ ପାଖରେ ଯୋଉ ଟ୍ୟାଲେଣ୍ଟ ଅଛି, ଯୋଉ ନଲେଜ ଅଛି, ତମେ ଯଦି ଭବିଷ୍ୟତରେ କେବେ ବି ରାଜନୀତିକୁ ଆସିବ ତାହେଲେ ନିଶ୍ଚିତ ଭାବେ ତମେ ଦେଶର ବା ସମାଜ ପାଇଁ କାମ କରିପାରିବ। ଆପଣ ଜାଣିଥିବେ ସେଟା ଓପନଲି ମଧ୍ୟ କହିଥିଲେ ଯେତେବେଳେ ମୁଁ 2020ରେ ଯେତେବେଳେ ଟୋକିଓ ଅଲିମ୍ପିକ ଫେରିଥିଲି, ଯାଇଥିଲି ମୁଁ ବାସଭବନରେ ଦେଖା ସାକ୍ଷାତ କରିଥିଲୁ। ସେ ସବୁ ଓପନଲି ଆମର ଇଣ୍ଟରାକ୍ଟରେ ମୋତେ କହିଥିଲେ ଦୁତିକା ଅର୍ଥ ହେଉଛି ଆଭା, ଆଉ ସେ ଗୋଟେ ନିଆଁ। ଆଉ ତମ ପାଖରେ ସେ ଟ୍ୟାଲେଣ୍ଟ ଅଛି, ତମେ ଯୋଉ ଭଳିଆ ସ୍ପିଚ୍ ଦଉଛ ବା ତମେ ଯୋଉ ଭଳିଆ ଭାଷଣ ଦଉଛ, ତ ଲୋକଙ୍କର ହୃଦୟ ମନ ତମେ ଜିତି ପାରିବ। ଭବିଷ୍ୟତରେ ଯଦି କେବେ ରାଜନୀତିକୁ ଆସ ନିଶ୍ଚିତ ଭାବରେ ତମେ ସଫଳ ହେଇପାରିବ। ମୋତେ ଏଇଭଳିଆ ମୋତେ ପ୍ରତିଶ୍ରୁତି ଦେଇଥିଲେ ଆଉ ଲୋକଙ୍କ ଆଗରେ ମୋତେ ପ୍ରଶଂସା କରିଥିଲେ। ରାଜନୀତି ଯାହା ବି ହଉ, ଦେଶର ସର୍ବୋଚ୍ଚ ଲୋକ ଯିଏ ପ୍ରଧାନମନ୍ତ୍ରୀ ଯେତେବେଳେ ଡାକନ୍ତି କ୍ରୀଡ଼ାବିତ୍ ମାନଙ୍କୁ ହଉ କି ଦୂତୀଙ୍କ ଭଳି ଅନ୍ୟାନ୍ୟ ଲୋକ ବି ଥିବେ ଯେଉଁମାନେ କି ଗୋଟେ ଗର୍ବ ଅନୁଭବ କରୁଥିବେ ଯେ ପ୍ରଧାନମନ୍ତ୍ରୀ ଆମକୁ ଡାକୁଛନ୍ତି, ପଚାରୁଛନ୍ତି, ଶୁଭେଚ୍ଛା ବାର୍ତ୍ତା ମଧ୍ୟ ଦଉଛନ୍ତି, ତାକୁ ନେଇ ସଫଳତା କେତେ ଦୂର ମାପକାଠି ବନେ? ନିଶ୍ଚିତ ଭାବେ ଦେଖନ୍ତୁ, ଯେତେବେଳେ ଆମେ ଘରେ ସାଧାରଣ ପିଲାଟେ ଯେତେବେଳେ ଏକ୍ଜାମ ଦେବା ପାଇଁ ଯାଏ, ସେ ବାପା ମାଙ୍କର ଆଶୀର୍ବାଦ ନେଇକି ଯାଏ। ଆଉ ବାପା ମା ତାକୁ ମୋଟିଭେସନ କରିବା ପାଇଁ, ଉତ୍ସାହିତ କରିବା ପାଇଁ କୁହନ୍ତି ଯଦି ତୁ ପରୀକ୍ଷାରେ ଭଲ ମାର୍କ ତୋତେ ସାଇକେଲଟେ ଦିଆହବ, କି ତୋତେ ମୋବାଇଲଟେ ଦିଆହବ, କି ତୋତେ ଡ୍ରେସଟେ ଦିଆହବ, ବିଭିନ୍ନ ପ୍ରକାର ଉପହାର ପ୍ରଲୋଭନ ଦେଖେଇକି ଛୁଆକୁ ଉତ୍ସାହିତ କରିଥାନ୍ତି। ସେହିଭଳି ଆମ ଦେଶର ପ୍ରଧାନମନ୍ତ୍ରୀ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ ଯେତେବେଳେ ଆମେ ଖେଳିବା ପାଇଁ ଯାଉ, ସିଏ ଆମକୁ ବହୁତ ପ୍ରକାର ଉତ୍ସାହିତ କରିଥାନ୍ତି, ମୋଟିଭେସନ କରିଥାନ୍ତି କି ଖେଳ ହେଉଛି ସବୁଠୁ ଶ୍ରେଷ୍ଠ। କାହିଁକିନା ଖେଳ ଦ୍ୱାରା ଆମ ଦେଶ ଭିତରେ ସୁସମ୍ପର୍କ ସ୍ଥାପନ ହୋଇଥାଏ, ଗୋଟେ ଭାଇଚାରା, ଗୋଟେ ପରମ୍ପରା ମଧ୍ୟ ସୃଷ୍ଟି ହୋଇଥାଏ। ତ ବିଭିନ୍ନ ପ୍ରକାର କଥା କହିକି ଆମକୁ ମୋଟିଭେସନ କରିଥାନ୍ତି। ଆଉ ତାପରେ ଯିବା ପୂର୍ବରୁ ଯଦି ମେଡାଲ ମାରିବାର ଯଦି ସକ୍ଷମ ହେଲୁ, ଆମେ ଯଦି ମେଡାଲ ନେଇକି ତା ପାଇଁ ମଧ୍ୟ ଉପହାର ମଧ୍ୟ ଦେବେ ବୋଲି ଲୋକଙ୍କ ଆଗରେ ବା ଆମମାନଙ୍କ ଆଗକୁ ଉତ୍ସାହିତ କରିବା ପାଇଁ ପ୍ରାଇଜ ମନି ମଧ୍ୟ ଡିକ୍ଲେୟାର କରନ୍ତି। ତ ବିଭିନ୍ନ ପ୍ରକାର ମୋଟିଭେସନ ଦେଇକି ଆମକୁ ଛାଡ଼ନ୍ତି ଖେଳିବା ପାଇଁ। ଆଉ ସେଇଟା ଆମକୁ ବହୁତ ଉତ୍ସାହିତ କରେ କି ଗୋଟେ ଦେଶର ପ୍ରଧାନମନ୍ତ୍ରୀ ଆମକୁ ତାଙ୍କ ନିଜ ବାସଭବନକୁ ଡାକି ଆମକୁ ଉତ୍ସାହିତ କଲେ, ଆମକୁ ମୋଟିଭେସନ କଲେ, ନିଶ୍ଚିତ ଭାବେ ସେଇଟା ଆମକୁ ବହୁତ ଆଗ୍ରହ କରେ, ଉତ୍ସାହିତ କରେ କି ନାଇଁ ଆମେ ଯେମିତି ହେଲେ ଆସିଛୁ ଦେଶ ପାଇଁ ଖେଳିବା ପାଇଁ, ଆମେ ମେଡାଲ ନେଇକି ଯିବୁ। ତ ବହୁତ ଖୁସି ଲାଗେ ସେ ସମୟରେ। ଗୋଟେ ପଟେ ମୋଦିଜୀ, ଗୋଟେ ପଟେ ନବୀନ ପଟ୍ଟନାୟକ, ଦି ଜଣ ଯାକ ଗୋଟେ ପ୍ରକାର ବିରୋଧୀ ନହେଲେ ବି ଦଳଗତ ପାର୍ଥକ୍ୟ ରହିଛି, କିନ୍ତୁ ଦୁଇ ଜଣ ଯାକ ଆପଣଙ୍କୁ ବହୁତ ପସନ୍ଦ କରନ୍ତି। ଆଉ ଦୂତୀଙ୍କର ଆଦର୍ଶ ବି ଦି ଜଣ ଯାକ। ଏ ଦି ଦଳର ଲୋକଙ୍କୁ, ବିଶେଷ କରି ନବୀନ ପଟ୍ଟନାୟକଙ୍କୁ ଆଉ ଆମର ମୋଦିଜୀଙ୍କୁ, ଯେତେବେଳେ ଆପଣ ନିଜ ମନ ଭିତରେ କୋଉଠି ଗୋଟେ ମାନସିକ ସ୍ଥିତିରେ ଦୃଢ ହୁଅନ୍ତି ବୋଲି ଭାବନ୍ତି, କାହାକୁ କୋଉ ଜାଗାରେ ରଖନ୍ତି? ଦେଖନ୍ତୁ, ମୋ ପାଇଁ ତ ଦି ଜଣ ନେତା ମୋ ପାଇଁ ଆଦର୍ଶ, ମୁଁ ପ୍ରଥମରୁ କହିଛି, କିନ୍ତୁ ଆଉ ଦି ଜଣ ମୋ ପାଇଁ ବହୁତ ସହଯୋଗ କରିଛନ୍ତି। କାରଣ ଯେତେବେଳେ ମୁଁ 2014ରେ ହାଇଡ୍ରୋଜେନ କେସରେ ଫସିଥିଲି, ସେ ସମୟରେ କୌଣସି ଲୋକ ମୋତେ ସହଯୋଗର ହାତ ବଢ଼ାଉନଥିଲେ। ପ୍ରଥମତଃ ଆମର ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଶ୍ରୀ ନବୀନ ପଟ୍ଟନାୟକ ସାର୍ ମୋତେ ପ୍ରଥମେ ପ୍ରତିଶ୍ରୁତି ଦେଲେ କି ତମ ପ୍ରତି ଯାହା ଅନ୍ୟାୟ ହେଇଛି ସବୁ ପ୍ରକାର ସୁବିଧା ମୁଁ କରାଇବି। ଆଉ ସେ ମଧ୍ୟ ଭର୍ତ୍ତୃହରି ମହତାବ ଯେତେବେଳେ ଥିଲେ ଏମ୍ପି ସାଂସଦ ଥିଲେ, ତାଙ୍କ ମାଧ୍ୟମରେ ପାର୍ଲିଆମେଣ୍ଟରେ କୋଶ୍ଚିନ୍ ଉଠେଇଥିଲେ। ଆଉ ସେଇ ସମୟରେ ହିଁ ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ପାର୍ଲିଆମେଣ୍ଟରେ କି ଯେମିତି ହେଲେ ଦ୍ୱିତୀୟର ଯାହା ଅସୁବିଧା ହେଇଛି ଆମେ ସଲ୍ଭ କରିବୁ। ଆଉ ସେଇ ସମୟରେ ମୋତେ ବହୁତ ସହଯୋଗ କରିଥିଲେ। ଆଉ ତାପରେ ଯେତେବେଳେ ମୁଁ ଖେଳିବା ପାଇଁ ଯାଇ, ଯେତେବେଳେ ଆର୍ଥିକ ସହାୟତା ଆବଶ୍ୟକତା ରହିଥିଲା, ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ତରଫରୁ ମୋତେ ସବୁ ପ୍ରକାର ସୁବିଧା ଦିଆଯାଇଥିଲା। ଓଡ଼ିଶା ମାଇନିଂରେ ମୋତେ ଜବ୍ ଦିଆଯାଇଥିଲା। ତ ସବୁ ପ୍ରକାର ଦି ଜଣ ଯାକ ମୋତେ ସେମ୍ ବରାବର ସେ ମାନେ ସହଯୋଗ କରିଛନ୍ତି। ଆଉ ମୁଁ ସମସ୍ତଙ୍କୁ ପ୍ରିୟ ଏଇଥିପାଇଁ ହେଇପାରିଛି କାରଣ ମୋର ନିଜର ଅକ୍ଲାନ୍ତ ପରିଶ୍ରମ ଆଉ ମୁଁ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ମୁଁ ପାଳନ କରିଛି। ମୁଁ ଯେତେବେଳେ କେସ୍ ଲଢ଼ିବା ପୂର୍ବରୁ ମୋତେ କୁହାଯାଇଥିଲା କି ତମେ ଯଦି କେସ୍ ଜିତିକି ଆସିଲ, ତମେ କ'ଣ ଅଲିମ୍ପିକ ଖେଳିପାରିବ, ଦେଶକୁ ରିପ୍ରେଜେଣ୍ଟ କରାଇପାରିବ, ଦେଶ ପାଇଁ ଗୌରବ ଆଣିପାରିବ? ମୁଁ କଥା ଦେଇଥିଲି, ମୋତେ ଖାଲି କେସ୍ରୁ ମୁକୁଳେଇ ଦିଅନ୍ତୁ, ତାପରେ ଦେଖିବେ ମୁଁ ଯଦି ରାଜ୍ୟ ପାଇଁ ଦେଶ ପାଇଁ ଗୌରବ ନ ଆଣି ତାହେଲେ ମୋତେ କହିବେ। ଆଉ ମୁଁ ଯାହା ପ୍ରତିଶ୍ରୁତି ଦେଇଥିଲି ତାହା ମଧ୍ୟ କରି ଦେଖେଇଲି। 36 ବର୍ଷ ପରେ, ଦୀର୍ଘ 36 ବର୍ଷ ପରେ ମୁଁ 100 ମିଟରରେ ରିପ୍ରେଜେଣ୍ଟ କରାଇଲି ଭାରତକୁ ଅଲିମ୍ପିକ ଲେବୁଲରେ। ତାପରେ ଏସିଆନ୍ ଗେମ୍ରେ ମଧ୍ୟ ଦିଟା ମେଡାଲ ପାଇଲି। ଆଉ ୱାର୍ଲଡ ୟୁନିଭର୍ସିଟି ଗେମ୍ରେ ପ୍ରଥମ ଭାରତୀୟ ମହିଳା ହିସାବରେ ଗୋଲ୍ଡ ମେଡାଲ ମୁଁ ପାଇଲି। ତ ଯାହା ପ୍ରତିଶ୍ରୁତି ଦେଇଥିଲି ମୁଁ ମଧ୍ୟ ପୂରଣ କରିଛି, ଆଉ ମୋତେ ବି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେମାନେ ମଧ୍ୟ ପାଳନ କରିଛନ୍ତି। ତ ସେଥିପାଇଁ ଆମର ବଣ୍ଡିଙ୍ଗ ବହୁତ ଭଲ। ମାନେ ମୋତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାର୍, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାର୍ ବି ମୋତେ ବହୁତ ଭଲ ପାଆନ୍ତି। ଆଉ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ ବି ମୋତେ ବହୁତ ଭଲ ପାଆନ୍ତି। ଜଣେ କ୍ରୀଡ଼ାବିତ୍ ଯେତେବେଳେ ଗ୍ରାଉଣ୍ଡକୁ ଓହ୍ଲାଏ, ପଡ଼ିଆରେ ଯେତେ କସରତ ହୁଏ, ନିଜର ଅନୁଭୂତି, ନିଜର ଅଭିଜ୍ଞତା, ନିଜ କୋଚ୍ ମାନଙ୍କର ସହଯୋଗ, ଚାରିପଟରେ ଶୁଭେଚ୍ଛୁ ମାନଙ୍କର ସହଯୋଗ, ସେସବୁ ଜିନିଷକୁ ଦୂତି କେମିତି କାମରେ ଲଗାନ୍ତି? ଦେଖନ୍ତୁ, ଯେତେବେଳେ ସାଧାରଣତଃ ଗୋଟେ କ୍ରୀଡ଼ାବିତ ଯେତେବେଳେ ଖେଳିବା ପାଇଁ ଯାଇଛି, ସେ କେବେ ନିଜେ ଖେଳିବା ପାଇଁ ଯାଏନି, ତା ସହିତ ରାଜ୍ୟ ବା ଦେଶ ଯାଏ ଖେଳିବା ପାଇଁ। ଆଉ ସେ ଯେତେବେଳେ ଦୌଡ଼ିବା ଆରମ୍ଭ କରେ, ସେତେବେଳେ ଭାବେ କି ମୋ ସହିତ ଓଡ଼ିଶାବାସୀ ଅଛନ୍ତି ବା ମୋ ପାଇଁ ଭାରତବାସୀ ମାନେ ଅଛନ୍ତି। ଯେତେବେଳେ ମୁଁ ରାଜ୍ୟ ସ୍ତରରେ ଯେତେବେଳେ ଖେଳିବା ପାଇଁ ଯାଏ, ମୁଁ ସବୁବେଳେ ଭାବେ କି ଓଡ଼ିଶାର ଲୋକ ମୋ ସହିତ ଅଛନ୍ତି, ଆଉ ମୁଁ ଓଡ଼ିଶାର ଲୋକଙ୍କୁ ନେଇକି ଦୌଡ଼ୁଛି। ଆଉ ମୋତେ ସେ ସମୟ ବହୁତ ପ୍ରାଉଡ଼ ଫିଲ୍ ହୁଏ। ଆଉ ମୁଁ ସବୁବେଳେ ଚେଷ୍ଟା କରେ କି ମେଡାଲ ମାଇଲେ ଲୋକମାନେ ଖୁସି ହେବେ। ଆଉ ପ୍ରାୟତଃ ଆପଣ ସାଧାରଣତଃ ଦେଖୁଥିବେ, ଯେତେବେଳେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହୁଏ, ସେ ସମୟରେ ମଧ୍ୟ ଲୋକମାନେ ହୋମ ଯଜ୍ଞ କରନ୍ତି, କ୍ରିକେଟ ପ୍ଲେୟାର ମାନଙ୍କୁ ଆଶୀର୍ବାଦ କରନ୍ତି। ଗୋଟେ ଉତ୍ସାହ ମନ ଭିତରେ ଜାଗ୍ରତ ହୁଏ କି ନାଇଁ ଆମ ଦେଶକୁ ରିପ୍ରେଜେଣ୍ଟ କରୁଛନ୍ତି
କରୁଛନ୍ତି ବା ଆମ ରାଜ୍ୟକୁ ରିପ୍ରେଜେଣ୍ଟ କରୁଛନ୍ତି ଲୋକଙ୍କର ଯେଉଁ ଆଶା ଭରସା ଥାଏ କି ଆମର ସୁନାମ ଅର୍ଜନ ହେବ ଆମ ଦେଶ ଭିତରେ ବା ରାଜ୍ୟ ଦେଶ ଭିତରେ ସୁସମ୍ପର୍କ ସ୍ଥାପନ ହେବ ଗୋଟେ ଭାଇଚାରା ସୃଷ୍ଟି ହେବ ଗୋଟେ ଟ୍ରଫି ଆସିବ ଏଇ ଯେଉଁ ଭାବନା ନେଇକି ଲୋକମାନେ ଯେତେବେଳେ ଆଶୀର୍ବାଦ ଦିଅନ୍ତି ମୋତେ ବହୁତ ଉତ୍ସାହିତ ଲାଗେ ବହୁତ ଆଗ୍ରହ ଲାଗେ କି ନାଇଁ ମୁଁ ଏଇ କ୍ରୀଡ଼ା ଜଗତରେ ମୋର କ୍ୟାରିୟର କରିବି ଆଉ କ୍ରୀଡ଼ା ଜଗତକୁ ଆଗକୁ ନେବି ଆଉ ସେଇଟା ହିଁ ମୋତେ ସବୁବେଳେ ମିଳି ଆସିଛି ସେଥିପାଇଁ ଆଜି ମୁଁ ଗୋଟେ ପରେ ଗୋଟେ ପରଫର୍ମାନ୍ସ କରି ଆଜି ଭାରତର ଶ୍ରେଷ୍ଠ ଧାବିକା ହେଇପାରିଛି ଆଉ ପ୍ରାୟତଃ ଗୋଟିଏ ମେଡାଲ ପାଇଁ ଅନେକ ଲୋକ ସଂଘର୍ଷ କରନ୍ତି ମୋ ଜୀବନରେ ମୁଁ 1500 ମେଡାଲ ହାସଲ କରିଛି ପରିପ୍ରେକ୍ଷୀରେ ମୁଁ ଅର୍ଜୁନ ପୁରସ୍କାର ମଧ୍ୟ ମୁଁ ପାଇଛି ତାପରେ ବିଭିନ୍ନ ପ୍ରକାର ରିଆଲିଟି ଶୋକୁ ମଧ୍ୟ ମୁଁ ଯାଇଛି ଯେମିତି କନବଲେକା କଟ୍ରପତି ହେଲା ମୁଁ ଏକ୍ଜାକ୍ଟଲି ସେଇ କଥା ବି ପଚାରି ଆସୁଥିଲି ଯେତେବେଳେ ସବୁଠୁ ବଡ ସେଲିବ୍ରିଟି ଯେତେବେଳେ ବଲିଉଡରେ ସେଙ୍ଗସା ବୋଲାଉଥିବା ସେଇ ମମିତା ବଚ୍ଚନଙ୍କ ସାଙ୍ଗରେ ଆପଣ ଭେଟିଲେ ସେ ଅନୁଭୂତି କଣ ଅଛି ଟିକେ ଆମ ଦର୍ଶକ ମାନଙ୍କୁ ଦେଖନ୍ତୁ ପ୍ରାୟତଃ ଓଡ଼ିଶାରେ ମୁଁ ଗୋଟିଏ କ୍ରୀଡ଼ାବିତ ଯିଏକି ଓଡ଼ିଆ କ୍ରୀଡ଼ାବିତ ଯିଏକି ବଡ଼ ବଡ଼ ରିଆଲିଟି ଶୋକୁ ମୁଁ ଯାଇଛି ପ୍ରଥମ ତ ମୁଁ ଯାଇଥିଲି କୌନ ବନେଗା କରୋଡ଼ପତି ଆଉ ବିଗ୍ ବସ୍ ଯିଏ ଆମର ଅଛନ୍ତି ଅମିତାଭ ବଚ୍ଚନ ସାର୍ ତାଙ୍କ ସହିତ ମୋର ପ୍ରଥମ ଇଣ୍ଟରାକ୍ସନ୍ ହେଇଥିଲା ଆଉ ସେ ଶୋକୁ ଯିବା ପୂର୍ବରୁ ମୋତେ ସେମାନେ ମେଲ୍ କରିଥିଲେ ଆଉ ମେଲ୍ ମାଧ୍ୟମରେ ମୋତେ ରିପ୍ଲାଏ ଦେଇଥିଲେ କି ହଁ ମୁଁ ଇଣ୍ଟରେଷ୍ଟ ଅଛି ଯିବି ବୋଲି ଯାଇଥିଲି ତାପରେ ଆପଣ ବିଲିଭ୍ କରିପାରିବେନି ଏତେ ବଡ଼ ଷ୍ଟାର୍ ବଲିଉଡ଼ର ସେ ପର୍ସନାଲ ଗୋଟେ ରୁମ୍ରେ ମୋତେ ଡାକିକି ମୋତେ ବାର୍ତ୍ତାଳାପ କଲେ ମୋ ସହିତ ଚର୍ଚ୍ଚା କଲେ ମୋ ପରିବାର ବିଷୟରେ ମୋ ଖେଳ ଜଗତ ବିଷୟରେ ସବୁ ନଲେଜ ତାଙ୍କ ପାଖରେ ଥିଲା ମୋତେ ଲାଗୁଥିଲା ଯେମିତି ସେ ଆଗରୁ ସବୁ କିଛି ମୋ ବିଷୟରେ ଜାଣିଛନ୍ତି ଜଣା ହେଉଛି ଏଥର ଦୂତିଙ୍କର ଯୋଉ ସଫଳତା ଥିଲା ତାକୁ ନିଶ୍ଚିତ ଭାବେ ସମସ୍ତେ ଫର୍ଦ୍ଦ ଗଣିଲା ଭଳି ଗଣନ୍ତି ଆଉ ଯେହେତୁ ଖୋଲା ମନରେ ବାର୍ତ୍ତାଳାପ କରନ୍ତି ସେତେବେଳେ ସମସ୍ତେ ତାଙ୍କ ବିଷୟରେ ଟିକେ ଜାଣିବା ପାଇଁ ଚେଷ୍ଟା କରନ୍ତି ଯୋଉ ବଡ ବଡ ସେଲିବ୍ରିଟି ମାନେ ଭିନ୍ନ ଭିନ୍ନ ଧରଣର କିମ୍ବା ଭିନ୍ନ ଭିନ୍ନ ବିଭାଗରୁ କିଛି ଲୋକଙ୍କୁ ଚୟନ କରନ୍ତି ଆପଣ ଜାଣି ଖୁସି ହେବେ ଦୂତି ଆମ ପାଇଁ ଗର୍ବ ଆମ ଓଡ଼ିଶା ପାଇଁ ଗର୍ବ ସେଥିପାଇଁ ସେମାନେ ତାଙ୍କ ଉପରେ ପ୍ରଶଂସା ପାଲଟନ୍ତି ସେଠି କଣ କଣ ସବୁ କଥା ହୁଏ ସେ ସମୟରେ ସେ ସମୟ କହୁଛି 5 ମିନିଟ୍ରେ ମୋ ସହିତ କଥା ହେଲେ ମୋତେ କହିଲେ କି ତମେ ତ ହଉଛ ରିଏଲ ହିରୋ ଆମେ ତ ଟିଭି ପରଦାର ହିରୋ କାରଣ ଆମେ ଟିଭି ପରଦାର ହଟିଲା ପରେ ଆମକୁ ଲୋକ ସେଲିବ୍ରିଟି ହିସାବରେ ଦେଖିବେ କିନ୍ତୁ ତମେ ଆମ ଦେଶ ପାଇଁ ରାଜ୍ୟ ପାଇଁ ପ୍ରାଉଡ ଗର୍ବ ତମ ଆଉ ତମେ ଯେତିକି କରିପାରୁଛ ଆମେ ଅବଶ୍ୟ କରିପାରୁନୁ କିନ୍ତୁ ଆମେ ଆମ ଆର୍ଟିଷ୍ଟ ଲାଇନରେ ତମେ ତମ କ୍ରୀଡ଼ା ଜଗତ ଲାଇନରେ କିନ୍ତୁ ତମେ ଆମ ପାଇଁ ବହୁତ ପ୍ରାଉଡ ଦେଶ ପାଇଁ ବହୁତ ଗର୍ବ କରୁଛ ଆଗକୁ ମଧ୍ୟ ଏମିତି କର ଆମର ଆଶୀର୍ବାଦ ରହିଲା ଏମିତି ଭଲରେ କଥା ହେଇଥିଲେ ତାପରେ ଶୋରେ କ'ଣ ହେବ ସେ ବିଷୟରେ ମଧ୍ୟ ଆଲୋଚନା ହେଇଥିଲା ଆଉ ସେଇଟା ଥିଲା ମୋର ଫାଷ୍ଟ ଏକ୍ସପିରିଏନ୍ସ ଥିଲା ତାଙ୍କ ସହିତ ମିଶିବାର ତାପରେ ମୁଁ କପିଲ ଶର୍ମା ଶୋକୁ ମଧ୍ୟ ଯାଇଥିଲି କପିଲ ଶର୍ମା ଶୋଙ୍କ ସହିତ ବି ସେମିତି ପର୍ସନାଲ ବ୍ୟକ୍ତିଗତ ଆଳାପ ହେଇଥିଲା ସେଠି ମଧ୍ୟ ଯାଇଥିଲି ତାପରେ ପୁଣି ଝଲକ ଦେଖିଲା ଜାଗାକୁ ମଧ୍ୟ ଯାଇଥିଲି ତାପରେ ବିଗ୍ ବସ୍ରୁ ପାଖାପାଖି 4-5 ଥର ମୋ ପାଖକୁ ଅଫର ଆସିଛି କିନ୍ତୁ ମୁଁ ବିଗ୍ ବସ୍ କେବେ ଯାଇନି ଏଇଥିପାଇଁ ଯାଇନି କାହିଁକିନା ମୁଁ ଯେହେତୁ ଗୋଟେ କ୍ରୀଡ଼ାବିତ ଆଉ ଗୋଟେ କ୍ରୀଡ଼ା ପାଇଁ ମୁଁ ଆଜି ପରିଚୟ ପାଇଛି ଆଉ ମୋର ସବୁବେଳେ ଲକ୍ଷ୍ୟ କି ମୁଁ ଦେଶ ପାଇଁ ଖେଳିବି ଆଉ ଆପଣ ଜାଣିଥିବେ ବିଗ୍ ବସ୍ ଗଲା ମାନେ 3-4 ମାସ ପରେ ଗୋଟେ ଆମ ପାଖରେ ଯାହା ଖବର ଅଛି ବିଶ୍ୱସ୍ତ ସୂତ୍ରରୁ ଆମେ ଜାଣିଥିଲୁ ସେତେବେଳେ ସଲମାନ ଖାନ ମଧ୍ୟ ପର୍ସନାଲି ଚିଠି କରିଥିଲେ ଏବଂ ଖୋଜିଥିଲେ ତାଙ୍କ ଟିମ୍ ମଧ୍ୟ ଆପଣଙ୍କ ପାଖରେ ବିଭିନ୍ନ ପ୍ରକାର ସମୟରେ ଯୋଉ ଭିଡିଓ କଲ୍ ମାଧ୍ୟମରେ ମଧ୍ୟ ମୁଁ କଥା ହେଇଛି ସେମାନେ ବହୁତ ଉତ୍ସାହ ଦେଇକି ମୋତେ ନିମନ୍ତ୍ରଣ କରିଥିଲେ କିନ୍ତୁ ତମେ ମାସେ ହଉ ପଛେ ନହେଲେ ଗୋଟେ ସପ୍ତାହ ପର୍ଯ୍ୟନ୍ତ ଆସିକି ବିଗ୍ ବସ୍ରେ ଥରେ ପାଦ ଦେଇକି ଯାଆନ୍ତୁ ଆଉ କିନ୍ତୁ ମୁଁ ସେଟାକୁ ଟିକେ ଠିକ୍ ମାନିଲିନି କାହିଁକିନା ଯେହେତୁ ମୋର ଲାଗ କଣ୍ଟିନ୍ୟୁ ଖେଳ ରହୁଥିଲା ଆପଣ ଦେଖୁଥିବେ 2016 ମସିହା ଭିତରେ ମାନେ 2015 ଯେତେବେଳେ ମୁଁ କମ୍ବ୍ୟାକ୍ କଲି ନ୍ୟାସନାଲ ଗେମ୍ଠୁ ଆରମ୍ଭ କଲି ନ୍ୟାସନାଲ କେରଳାରେ ହେଇଥିଲା ନ୍ୟାସନାଲ ଗେମ୍ ସେବେଠୁ ଆରମ୍ଭ କଲି 2015ରୁ 2022 ପର୍ଯ୍ୟନ୍ତ କୋଉଠି ମୁଁ ବିଫଳତା ହେଇନି ସବୁ ଜାଗାରେ ମେଡାଲ ପାଇଛି ତ ମେନ୍ ଯେହେତୁ ମୋ ଟାର୍ଗେଟ ଥିଲା ଖେଳ ପାଇଁ ମୁଁ ଏଇଗୁଡ଼ା ସବୁ ସାକ୍ରିଫାଇସ୍ କଲି କି ନାଇଁ ମୋର ଇମ୍ପୋର୍ଟାଣ୍ଟ ହେଉଛି ମୋର କ୍ୟାରିୟର ମୁଁ କ୍ୟାରିୟର ଫୋକସ୍ ଦେବି ବାକି ଯେଉଁ ଶୋ ହେଉଛି ବଲିଉଡ଼ରେ ବା ରିଆଲିଟି ଶୋ ହେଉଛି ସେଗୁଡ଼ା ପରେ ପଡ଼ିଲେ ଚଳିବ ତ ସେଥିପାଇଁ ମୁଁ ସେଟା ସମୟ ଦେଇପାରିନଥିଲି ସବୁ ସଫଳତା ପରେ ଆମ ଦର୍ଶକମାନେ ଗଣମାଧ୍ୟମରେ ହଉ ସାମାଜିକ ଗଣମାଧ୍ୟମରେ ହଉ ଦୂତିଙ୍କର ସେ ଜୀବନର ବିବାଦ କି ଦେଖିଲେ ସେ ବିବାଦ ଯେତେବେଳେ ଦୂତିଙ୍କ ଜୀବନ ଭିତରେ ଆସିଲା ସେତେବେଳେ ସଫଳତା ହୁଏ ତ କୋଉଠି ଟିକେ ନା ଟିକେ ଆପଣଙ୍କ ଦୃଢ଼ ସ୍ଥିତିକୁ ଟିକେ ଡଗମଗ ହେଇଥିବ କିନ୍ତୁ ସେ ବିବାଦକୁ ନେଇକି ଦୂତି କେମିତି ଆଗକୁ ଗଲେ ଆଉ ଆଜି ସେ ବିବାଦର କ'ଣ ସମାଧାନ ହେଇଛି ଦେଖନ୍ତୁ ବିବାଦ ଆକ୍ଚୁଆଲି ମୋ ଦ୍ୱାରା କେବେ ହେଇନି ଅନ୍ୟମାନେ ତ ବିବାଦର ନାଁ ଦେଇଦେଲେ ବିବାଦ ନାଁ ଦେଇଛନ୍ତି ଆପଣ ଦେଖନ୍ତୁ ଯେତେବେଳେ 2006 ମସିହାରେ ମୁଁ ଖେଳ ପ୍ରଥମ ନ୍ୟାସନାଲ ମେଡାଲ ଆରମ୍ଭ କଲି 2006ରୁ 2013 ପର୍ଯ୍ୟନ୍ତ ମୁଁ କଣ୍ଟିନ୍ୟୁ ଖେଳି ଚାଲିଥିଲି ନ୍ୟାସନାଲ ମେଡାଲ ପାଉଥିଲି ଇଣ୍ଟରନ୍ୟାସନାଲ ମଧ୍ୟ ପ୍ରଥମ ତାଇପେରେ ହେଇଥିଲା ଏସିଆନ୍ ଆଥଲେଟିକ୍ସ ସେଥିରେ ମଧ୍ୟ ମୁଁ ଗୋଲ୍ଡ ମେଡାଲ ପାଇକି ଆସିଥିଲି କିନ୍ତୁ ଅଚାନକ କ'ଣ ହେଲା ମୁଁ ଜାଣିନି ଠିକ୍ ଟିମ୍ ଯିବାର 3-4 ଦିନ ପୂର୍ବରୁ ମୋତେ କୁହାଗଲା କି ତମେ ଟିମ୍ ପାଇଁ ଏଲିଜିବଲ୍ ନୁହଁ ଆଉ ହଠାତ୍ କୁହାଗଲା ପବ୍ଲିକ୍ ପ୍ଲେସ୍ରେ କି ମୋର ଜେଣ୍ଡର ଟେଷ୍ଟ ହେଇଥିଲା ଆଉ ସେଥିରେ ମୁଁ ପୁରୁଷ ବୋଲି ଘୋଷଣା ହେଇଛି ମୁଁ ମହିଳା ନୁହେଁ ମୁଁ ଖେଳିପାରିବିନି ତ ତାକୁ ନେଇକି ଅଚାନକ ମୁଁ ମୋର ମୋରାଲି ମୁଁ ପୁରା ଡାଉନ୍ ହେଇଗଲି ଆଉ ତାକୁ ନେଇକି ଲୋକ ଇସ୍ୟୁ କରିବା ଆରମ୍ଭ କଲେ ଯେ ଦୂତି ଗଣେ ପୁରୁଷ ସେ ନାରୀ ନୁହନ୍ତି ସେ ପୁରୁଷ ହେଇକି ନାରୀମାନଙ୍କ ସହିତ ମିଶିକି ଖେଳୁଥିଲେ ତ ତାପରେ ଲଜ୍ଜା ଅପମାନ ତାଚ୍ଛଲ୍ୟ ମୋ ନେଗେଟିଭ କରିବା ଆରମ୍ଭ ବିଭିନ୍ନ ପ୍ରକାର ଜିନିଷ ଯେତେବେଳେ ଗଣମାଧ୍ୟମରେ ଆସିଲା କିନ୍ତୁ ତା ଭିତରେ ବି ଆମେ ଯେତେବେଳେ ଯୋଗାଯୋଗରେ ଥିଲୁ ଆମେ ବି ସେତେବେଳେ ଦେଖିଲୁ ଜଣେ ନାରୀ ବି ଆପଣଙ୍କ ସଂସ୍ପର୍ଶରେ ଆସିଲେ ଯାହାକୁ ନେଇକି ଆପଣଙ୍କ ଜୀବନ ଭିତରେ ଗୋଟେ ସ୍ଥିରତା ଆସିଲା ଯୋଉଟା କି ଆପଣ ନିଜେ ମାନନ୍ତି ସେ କାହାଣୀଟା କ'ଣ ଥିଲା ସେ ପୁରୁଣା କାହାଣୀ ହୁଏତ ଆପଣଙ୍କୁ କଷ୍ଟ ଦେଇପାରେ କି ନାହିଁ ମୁଁ ଜାଣିନି କିନ୍ତୁ ଆମେ ଜାଣିଛୁ ଦୂତି ବହୁତ ଷ୍ଟ୍ରଙ୍ଗ ସବୁ ଜିନିଷକୁ ଓଭରକମ୍ କରିକି ଆଗକୁ ଯିବାର କଳା ଦୂତିଙ୍କ ପାଖରେ ଅଛି ଆଜି ହୁଏତ କିଛି ବର୍ଷ ଚାଲି ଯାଇଛି କିନ୍ତୁ ଆମେ ସେ କଥାଟାକୁ ଏଇଥିପାଇଁ ଏଠି ଉଠଉଛୁ
ଅନ୍ୟମାନେ ଅନ୍ୟମାନଙ୍କ ପାଇଁ ଯୋଉ ଆପଣ ଉଦାହରଣ ସାଜିଛନ୍ତି ସେ କଥାଟା ଲୋକଙ୍କ ପାଖରେ ସଠିକ ଭାବରେ ପହଞ୍ଚୁ। ସିଏ ଯୋଉ କାହାଣୀ, ସିଏ ଯୋଉ ଝିଅ ଆପଣଙ୍କ ଜୀବନରେ ଆସିଲା, ଭଲ ମନ୍ଦ ହେଲା, ଆପଣ ତା ସହିତ ନେଇକି ଜୀବନ ସାଥୀ କରିବା ପାଇଁ ମଧ୍ୟ ଭାବିଲେ, ସିଏ ସମୟ ସେତେବେଳେ କଣ ଥିଲା ଆଉ ଆଜି କଣ ଅଛି? ଦେଖନ୍ତୁ ପ୍ରଥମେ ତ ମୁଁ ଲେସବିଆନ୍ ସମ୍ପର୍କ କ'ଣ ବା ଏଲିଜିବିଲିଟି କ୍ୟୁ କମ୍ୟୁନିଟି କ'ଣ ମୁଁ ଜାଣିନଥିଲି। ମୋର ଗୋଟେ ଭଲ ଝିଅ ସହିତ ବହୁତ ଭଲ ବନ୍ଧୁତା ସ୍ଥାପନ ହେଇଥିଲା ଆଉ ବହୁତ ଆମେ କ୍ଲୋଜ୍ ଥିଲୁ। ଆଉ ଯେହେତୁ ବନ୍ଧୁତା ଦୀର୍ଘ 2 ବର୍ଷ 3 ବର୍ଷ ଧରି କଣ୍ଟିନ୍ୟୁ ଭଲ ସମ୍ପର୍କ ରହିଲା, ତ ଆମେ ସ୍ଥିର କଲୁ କି ଆମେ 2 ଜଣ ସାଥି ହେଇକି ସାରା ଜୀବନ ରହିବୁ। କାରଣ ଆପଣ ଦେଖୁଥିବେ ଯେଉଁମାନେ ହଷ୍ଟେଲ ଲାଇଫ୍ରେ ରହୁଛନ୍ତି ବା ସାଙ୍ଗସାଥି ରହୁଛନ୍ତି, ବଉଳ ମକର ଡାକୁଛନ୍ତି, ସବୁବେଳେ ଚାହାନ୍ତି ଆମ ସାଙ୍ଗ ସମ୍ପର୍କଟା ନିବିଡ଼ ହେଇକି ରହୁ, କେହି କାହାଠୁ ଅଲଗା ହେବା ପାଇଁ ଚାହାନ୍ତିନି। ତ ସେଇଭଳିଆ ସିଚୁଏସନ୍ ଆମ ଭିତରେ ଆସିଲା କି ଆମେ 2 ଜଣ କେବେ ଆଉ ଅଲଗା ହେବୁନୁ, ସାଥି ହେଇକି ରହିବୁ। ତ ସେଇ ସ୍ୱପ୍ନ ନେଇକି ଆମେ ସ୍ଥିର କରିଥିଲୁ ଲାଇଫ୍ ଟାଇମ୍ ରହିବୁ ବୋଲିକି। କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ଏହା ଚର୍ଚ୍ଚାର ବିଷୟ ପାଲଟିଲା, ପବ୍ଲିକ୍ ପ୍ଲେସ୍‌ରେ ଆସିଲା, ଲୋକମାନେ ଜାଣିଲେ ଧୀରେ ଧୀରେ, ସେଠୁ ଜଣାଗଲା କି ଏଇଟା ଏଲିଜିବିଲିଟି କମ୍ୟୁନିଟିର ଗୋଟେ ଲେସବିଆନ୍ ସମ୍ପର୍କ ବୋଲି ବା గే ସମ୍ପର୍କ ରହୁଛି। ତ ବିଭିନ୍ନ ପ୍ରକାର ତାକୁ ମାନ୍ୟତା ଦେବା ଆରମ୍ଭ କଲେ ସେ ସମୟରେ। ଆଉ ସେ ସମୟରେ ମୁଁ ବହୁତ ମୋରାଲି ଡାଉନ୍ ମଧ୍ୟ ହେଇଗଲି ଏଇଥିପାଇଁ, କାହିଁକିନା ଲୋକ ବହୁତ କଣ୍ଟ୍ରୋଭର୍ସି କଲେ, ବହୁତ ତାଚ୍ଛଲ୍ୟ କରିଥିଲେ, ବହୁତ ନେଗେଟିଭ୍ କଥା କମେଣ୍ଟ କରୁଥିଲେ, ଲୋକମାନେ ବହୁତ ମୋର ଜେଣ୍ଡର ଉପରେ କୋଶ୍ଚିନ୍ କରୁଥିଲେ। ତ ବହୁତ ମୁଁ କଷ୍ଟ ପାଉଥିଲି ସେ ସମୟରେ। କିନ୍ତୁ ଲୋକ ଜାଣିବା କଥା, ସେ ସମୟରେ ବି ତ ଜାଣିନଥିଲେ, ବର୍ତ୍ତମାନ ତ ଲୋକ କିଛି ବୁଝିଲେଣି ଯେ ପ୍ରେମ ସମ୍ପର୍କ କେବେ ବି କାହା ସହିତ ହେଇପାରେ। ପ୍ରେମରେ କୌଣସି ଜାତି, ଗୋତ୍ର, ଧର୍ମ ନିରପେକ୍ଷରେ ଶେଷରେ ପ୍ରେମ ହୁଏ। ଆଉ ପ୍ରେମ କଲାବେଳେ କେବେ କାହା ବାଛନ୍ତି କି ଏ ପୁଅ ମୁଁ ଆକୁ ହିଁ ଭଲ ପାଇବି, କି ଏ ଝିଅ ସେ ଝିଅ ପୁଅକୁ ହିଁ ଭଲ ପାଇବି, କି ଏ ଜାତି ସେ ଜାତି ଅଲଗା। ତ ସେମିତି କିଛି ନିର୍ଦ୍ଦିଷ୍ଟ ନଥାଏ। ଆଉ ଯେହେତୁ ମୋତେ ପସନ୍ଦ ହେଲା ଗୋଟେ ଝିଅ, ଆଉ ଗୋଟେ ଝିଅ ସହିତ ମୁଁ ପସନ୍ଦ, ସେଟା ମୋର ବ୍ୟକ୍ତିତ୍ୱ ଥିଲା, କିନ୍ତୁ ତାକୁ ନେଇକି ବହୁତ କଣ୍ଟ୍ରୋଭର୍ସି କରାହେଇଥିଲା। ଆଉ ସେଇ ସମୟରେ ବହୁତ କଷ୍ଟ ପାଇଥିଲି। ତଥାପି ମୁଁ ନିଜ ଟ୍ରେନିଂ ଉପରେ ଫୋକସ୍ କରିଥିଲି। ସେଇ ସମୟରେ ମଧ୍ୟ ଆପଣ ଦେଖିବେ 2018 ଯେତେବେଳେ ମୋର କଣ୍ଟ୍ରୋଭର୍ସିଟା ହେଲା, ତାପରେ ମଧ୍ୟ 2019ରେ ମୁଁ ୱାର୍ଲଡ ୟୁନିଭର୍ସିଟିର ପ୍ରଥମ ଭାରତ ମହିଳା ଗୋଲ୍ଡ ମେଡାଲ ପାଇଥିଲି। ତାପରେ 2020ରେ ମଧ୍ୟ ମୁଁ ଟୋକିଓ ଅଲିମ୍ପିକ୍ ମଧ୍ୟ କ୍ୱାଲିଫାଇ କରିଥିଲି। ତାପରେ ଅବଶ୍ୟ କୋଭିଡ୍ ଆସିଲା, ସେଥିପାଇଁ ଗୋଟେ ବର୍ଷ ଲେଟ୍‌ରେ ହେଲା ଅଲିମ୍ପିକ୍‌ରେ, ଆଉ 2021ରେ ମୁଁ ପାର୍ଟିସିପେଟ୍ କଲି। ତାପରେ 2022ରେ ମଧ୍ୟ ମୁଁ କମନୱେଲ୍ଥ ଗେମ୍ ମଧ୍ୟ ପାର୍ଟିସିପେଟ୍ କଲି। ତା ଭିତରେ ଯେତେବେଳେ ଯାହା ଗେମ୍ ହେଇଛି ସବୁଥିରେ ମୁଁ ମେଡାଲ ମଧ୍ୟ ପାଇଛି। କିନ୍ତୁ ବେଳେବେଳେ କଷ୍ଟ ଦିଏ ଯେ ଯୋଉ ରାଜ୍ୟ ପାଇଁ, ଦେଶ ପାଇଁ ଖେଳୁଛି, ନାଁ କରୁଛି, ସେଇ ଦେଶବାସୀ ମୋ ବିରୁଦ୍ଧରେ କିଛି ଏଗେନଷ୍ଟରେ କମେଣ୍ଟ କରୁଛନ୍ତି, ମୋତେ ବଦନାମ କରିବା ପାଇଁ ଚେଷ୍ଟା କରୁଛନ୍ତି। ବହୁତ କଷ୍ଟ ଦିଏ ସେଇ ସମୟରେ। ଆଉ ତାପରେ ଆପଣ ଆଜି ଜାଣିଥିବେ। ପର୍ଯ୍ୟନ୍ତ କିନ୍ତୁ ମୁଁ ଏଠି ଟିକେ ଅଟକେଇବାକୁ ଚାହିଁବି, ଆଜି ପର୍ଯ୍ୟନ୍ତ ସେଇ ଯୋଉ ପ୍ରେମ ସମ୍ପର୍କକୁ ନେଇକି ଏତେ ବିବାଦ ହେଲା, ଆଜି ସେ ପ୍ରେମ ସମ୍ପର୍କ ସେମିତି ଅଛି ନା କିଛି ପରିବର୍ତ୍ତନ ଆସିଛି? ନାଇଁ ଦେଖନ୍ତୁ, ପ୍ରେମ ସମ୍ପର୍କ ତ ପ୍ରାୟତଃ ଆପଣ ଜାଣିଥିବେ, ଯେତେବେଳେ ବୟସ 18+ ହୁଏ ବା 20, 21, 22 ହୁଏ, ସେ ସମୟରେ ପ୍ରେମ ସମସ୍ତଙ୍କୁ ହୁଏ। ତ ମୋତେ ବି ସେଇ 22, 23 ବର୍ଷ ବେଳକୁ ମୋତେ ପ୍ରେମ ହେଇଥିଲା। କିନ୍ତୁ ସେ ଝିଅ ସହିତ ମୋ ବେଶୀ ସମ୍ପର୍କ ବେଶୀ ଦିନ ଲାଷ୍ଟିଂ କଲାନି। କାହିଁକି କଲାନି, ତାର କାରଣ ହେଉଛି ଆପଣ ଜାଣିଥିବେ, ପ୍ରାୟତଃ ପ୍ରେମ ତ କରିବା ପାଇଁ ସମସ୍ତେ ଆସନ୍ତି ଆଗକୁ, ଆଉ ସେ ନିଜ ନିଜ ସାଥୀକୁ ବାଛନ୍ତି। କିନ୍ତୁ ଯେତେବେଳେ ବିବାହ ସମ୍ପର୍କ ଆସେ, ବିବାହ କଥା ଉଠେ, ସେଇ ସମୟରେ କିଛି ନା କିଛି ଗୋଟେ ଦାବି ରହିଯାଏ। ଯେମିତି ପରିବାର ଲୋକଙ୍କର ଜାତି ଧର୍ମ ରହିଥାଏ, ଆଉ ପୁଅ ଘରର ତ ଯୌତୁକ ଦାନି ଯୌତୁକ ଥାଏ। ତ ସେଇଭଳି ସିଏ ଝିଅ ଯେତେବେଳେ ବିବାହ କରିବା ଆରମ୍ଭ, ମାନେ ପ୍ରସ୍ତାବ ଆସିଲା ଆମ ଭିତରେ ଆମେ 2 ଜଣ ବିବାହ କରିବା, ସାଥି ହେଇକି ରହିବା, ସିଏ ଗୋଟେ କ୍ୱେଶ୍ଚିନ୍ କଲା କି ମୋତେ ପ୍ରପର୍ଟି ଦରକାର। ତାଙ୍କ ବାପା ମା ପ୍ରଥମେ ତ ଝିଅ କିଛି କହିନଥିଲା, ତାଙ୍କ ବାପା ମା କ୍ୱେଶ୍ଚିନ୍ ଉଠେଇଲେ କି ତମେ ଯେହେତୁ ଲେସବିଆନ୍, 2 ଜଣ ଝିଅ, ତମେ 2 ଜଣ ଝିଅ ବାହା ହେଲା ପରେ କ'ଣ ଭବିଷ୍ୟତ ହେବ ଆମେ କହିପାରିବୁନି, ଆମେ ଥିବୁ ନଥିବୁ, କିନ୍ତୁ ମୋ ଝିଅର ସିକ୍ୟୁର ପାଇଁ ତାକୁ କିଛି ପ୍ରପର୍ଟି ତମକୁ ଦେବାକୁ ପଡ଼ିବ। ତାପରେ ଯେହେତୁ କୋର୍ଟର ଆଲିଗେସନ୍ ଅଛି, ରୁଲ୍ ନାହିଁ, ତମେ ଆଇନଗତ ଅଧିକାର ନାହିଁ, ବିବାହ ପରେ ତମେ ମାନେ ଝିଅ ବିବାହ କରିପାରିବନି। ତ ଏଇସବୁ ବିଭିନ୍ନ ବିବାଦ କାରଣରୁ ମୁଁ ତାଙ୍କୁ ପ୍ରତିଶ୍ରୁତି ଦେଲି କି ଯେହେତୁ ମୋ ଉପରେ ମୋ ଫ୍ୟାମିଲି ଡିପେଣ୍ଡେଣ୍ଟ ଅଛନ୍ତି, ବାପା ମା ଅଛନ୍ତି, ଭଉଣୀମାନେ ଅଛନ୍ତି, ତାଙ୍କର ବିବାହ ହେବାର ସକ୍ଷମ ମଧ୍ୟ ସେମାନେ ହେଲେଣି, ସେ ଦାୟିତ୍ୱ ବି ମୋ ଉପରେ ଅଛି। ତ ମୁଁ ଯଦି କହୁଛନ୍ତି ପ୍ରପର୍ଟିର କିଛି 50% ସେୟାର, ସେଇଟା ମୁଁ ପରେ ଦେବି, କିନ୍ତୁ ବର୍ତ୍ତମାନ ମୁଁ ଦେଇପାରିବି ନାହିଁ। ଆଉ ସେଇ ପରିକି ନେଇକି ଆମ ଭିତରେ ଟିକେ କଳି ଝଗଡ଼ା ସୃଷ୍ଟି ହେବା ଆରମ୍ଭ କଲା। ଧୀରେ ଧୀରେ ସେଇଟା ବହୁତ ବଡ଼ ଆକାରରେ ହେଲା। ତାପରେ ତା ବାପା ମା ତାକୁ ମନା କଲେ, ସିଏ ବି ଝିଅ ବି ମୋ ସହିତ ସମ୍ପର୍କ କାଟିବା ପାଇଁ ଚେଷ୍ଟା କଲା, ବାରବାର ମୋତେ ଦୋଷୀ ସାବ୍ୟସ୍ତ କରିବା ପାଇଁ ଚେଷ୍ଟା କଲା। ତ ଆମ ଭିତରେ ସମ୍ପର୍କ କେବେ ଆଉ ଏକତା ହେଲାନି। ତ ସେଥିପାଇଁ ଆମେ 2 ଜଣ ଅଲଗା ହେଇଗଲୁ। ଦ୍ୟୁତିଙ୍କ ଉପରେ ପୁରା ଗୋଟେ ଘରର, ଗୋଟେ ପରିବାରର ବୋଝ। ଦ୍ୟୁତି ସବୁବେଳେ ସବୁ କାମ ଉପରେ ନିଜ ଘରକୁ, ପରିବାରକୁ ପ୍ରାଧାନ୍ୟ ଦିଅନ୍ତି। ସେ ଘର ପରିବାରର ପ୍ରାଧାନ୍ୟ ବେଳେ ଯେତେବେଳେ ଗୋଟେ ଝିଅ ଜୀବନକୁ ଆସିଲା, ସେ ଯେତେବେଳେ ଜୀବନ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହେବା ପାଇଁ ଚେଷ୍ଟା କଲା, କିଛି ବର୍ଷ ସାଥିରେ ବି ରହିଲା, ସବୁ ପରେ ମଧ୍ୟ ଯେତେବେଳେ ସବୁ ଛାଡ଼ିକି ପଳେଇଲା, କିମ୍ବା ସେଇ ପ୍ରକାର ଏଲିଗେସନ୍ ଆସିଲା ଯେ କିଛି ଜିନିଷ ଆମକୁ ସିକ୍ୟୁରିଟି ପାଇଁ ଦରକାର, ଟଙ୍କା ପଇସା ହଉ, ଧନ ସମ୍ପତ୍ତି ହଉ, ଏବେ ତ ଆଇନ କାନୁନ ଅଦାଲତ ଆମେ ଦେଖୁଛୁ ପ୍ରତ୍ୟେକ ଦିନ ଗୋଟେ ଗୋଟେ ଷ୍ଟେଟମେଣ୍ଟ ଆସୁଛି, ବିବାହିତ ପୁରୁଷମାନେ ବିବାହିତ ମହିଳାଙ୍କ ସାଙ୍ଗେ ରହିପାରିବେ, ଯିଏ ଯାହା ସହିତ ଇଚ୍ଛା ହେବ ରହିପାରିବେ, କିଛି ଅସୁବିଧା ନାହିଁ। ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ କିଛି ପରିବର୍ତ୍ତନ ହେଇଯାଇଥାନ୍ତେ କି? ହଁ, ମୁଁ ତାକୁ ବାର ବାର ସେଇଟା ବୁଝେଇଲି କି ଆଜି ବୟସ ବେଶୀ ବି ଆମର ହେଇଯାଇନି, ଆଉ ମୋର ତ ଇନକମ୍ ଅଛି, ମୋର ଜବ୍ ବି ଅଛି, ସରକାରୀ ଜବ୍ ଅଛି, ଆଉ ମୋର ଗୋଟେ ପପୁଲାରିଟି ମଧ୍ୟ ଅଛି। ତ ତୋର ଭବିଷ୍ୟତ କେବେ ଅସୁବିଧା ହେବନି, କାରଣ ମୋର ଭଉଣୀମାନେ ଆଜି ଅଛନ୍ତି, କାଲି ବିବାହ କରିଯିବେ, ବାପା ମା ଅଛନ୍ତି 10 ବର୍ଷ ପରେ ହୁଏତ ପାଖରେ ନଥାଇ ପାରନ୍ତି, କିନ୍ତୁ ସାରା ଜୀବନ ତୁ ମୋ ପାଖରେ ରହିବୁ। ତ ପ୍ରପର୍ଟିଟା 50% ନୁହଁ, ପୁରା 100% ସେୟାର ତୁ ପାଇବୁ। ଆଉ ସବୁ ବୁଝିଲା ପରେ ବି ସେ
ଅଥୟ ମନ ରହିବା ପାଇଁ ଇଚ୍ଛୁକ ହେଲାନି। ହୁଏତ ତାର ଅନ୍ୟ ଆଡ଼େ କୁଆଡ଼େ ମନ ସ୍ଥାପନ ହେଇଥାଇପାରେ, ସେଥିପାଇଁ ଇଏ ଗୋଟେ ଇସ୍ୟୁ ମାଧ୍ୟମ ଥିଲା। ତ ଯେତେ ଚେଷ୍ଟା କଲୁ, ଯେତେ ବୁଝେଇଲୁ, ମୋ ଫ୍ୟାମିଲି ଲୋକ ବି ଲାଷ୍ଟକୁ ଇଣ୍ଟରଫାଇ କରିଥିଲେ, କାରଣ ଯୋଉ ଦିନ ଥିଲା ମୋ ଫ୍ୟାମିଲି ତାକୁ ବିରୋଧ କରିଥିଲେ, କିନ୍ତୁ ସେଇ ଫ୍ୟାମିଲି ତାକୁ ବୁଝିବା ପାଇଁ ମୋତେ ଚେଷ୍ଟା କଲେ କି ଝିଅ ତୁ ଏତେ ଦିନ ହେଲା ମୋ ଝିଅ ସହିତ ରହିଲୁଣି। ମୋ ମା ବେସିକାଲି ବୁଝିଲା ତାକୁ କି ଏତେ ଦିନ ହେଲା ରହିଲୁଣି, ଆଉ କାହିଁକି ଏମିତି ଡିଷ୍ଟର୍ବାନ୍ସ କରୁଛୁ, ପବ୍ଲିକ ପ୍ଲେସ୍ ତମର ଅଲରେଡ଼ି ହେଇସାରିଛି, ଆଉ ତମେ ଏତେ ବଡ଼ ସଂଘର୍ଷ କରିଛ, ଆଉ କାହିଁକି ତମେ ଅଲଗା ହଉଛ। ଯେତେ ବୁଝେଇଲୁ ସେ ବୁଝିବାକୁ ନାରାଜ। ତଥାପି ତା ମନ ବୁଝିବା ପାଇଁ 10 ଲକ୍ଷ ଟଙ୍କା ତା ନାଁରେ ଫିକ୍ସ କରିଥିଲି। ଆଉ ତଥାପି ସେ ବହୁତ ଡିମାଣ୍ଡ କଲା, ଯୋଉଟାକି ମୁଁ ତାକୁ ଫୁଲଫିଲ୍ କରିବା ସମ୍ଭବପର ହେଲାନି। ତାପରେ ଆମେ ଅଲଗା ହେଇଗଲୁ ଆଉ। ବର୍ତ୍ତମାନ ସମୟରେ ସେ ପ୍ରେମ ଭଲ ପାଇବାର ଫୁଲ ଷ୍ଟପ୍ ପଡ଼ିଯାଇଛି। ହଁ, ଆଉ ନାହିଁ। ଦ୍ୟୁତି କିନ୍ତୁ ଦିନକୁ ଦିନ ବୟସ ବଢୁଛି। ଆଜି ଖେଳ ଅଛି, କାଲି ଖେଳରୁ ଅବସର ମଧ୍ୟ ନେବେ। ଦ୍ୟୁତି କ'ଣ ଜୀବନ ସାଥୀ କରିବେନି କେବେ? ଦେଖନ୍ତୁ, ଜୀବନସାଥୀ କରିବା ନ କରିବା ସେଟା ହେଉଛି ଭାଗ୍ୟର କଥା। କାରଣ ମୁଁ ଭାବିଥିଲି ଛୁଆବେଳେ, ଯେତେବେଳେ ଭାବିଥିଲି କି ହଁ ନା ମୁଁ ଯାହାକୁ ପସନ୍ଦ କରିବି ସେଇ ମୋର ସାଥୀ ହେଇଯିବ, କିନ୍ତୁ ପରବର୍ତ୍ତୀ ସମୟ ଜାଣିଲି କି ଏଟା ଭାଗ୍ୟର କଥା। ମାନେ ଯାହାକୁ ହୃଦୟରୁ ଭଲ ପାଇଲି, ଗୋଟେ ସମାଜ ଆଗରେ ଲେସବିଆନର ମାନ୍ୟତା ପାଇଁ ସଂଘର୍ଷ କଲି, ନିଜକୁ ଇତିହାସ କରିବି ବୋଲି ଭାବିଲି, କିନ୍ତୁ ସେ ଲାଷ୍ଟ ପରବର୍ତ୍ତୀ ସମୟ ମୋତେ ଧୋକା ଦେଇ ଚାଲିଗଲା। ତା ମନ ଯଦି ସେତିକି ମୋ ପ୍ରତି ଭଲ ପାଇଥାନ୍ତା, ସିଏ ମୋତେ ଚାହିଁଥାନ୍ତା, ତାହେଲେ ଲୋକ ଲଜ୍ଜାକୁ ଡରିକି ହଉ ବା ଯାହାକୁ ସାମ୍ନା କରିଥିଲା ସେ ହୁଏତ ମୋ ପାଖରେ ରହିପାରିଥାନ୍ତା, କିନ୍ତୁ ସେ ତ ରହିପାରିଲାନି, ସେ ସେଇ ଚାଲିଗଲା। ସବୁ ଜିନିଷ ପାଇଁ ମନ ଭିତରେ କେବେ କଷ୍ଟ ଗ୍ଲାନି ଆସେନି? କଷ୍ଟ ଆସେ ବହୁତ, କାରଣ ମୁଁ ଯୋଉ ସମୟରେ ଏତେ ଫେମସ୍ ଥିଲି, ଆଥଲେଟ୍ ନାଁ ନେଉଥିଲି, ମେଡାଲ ବି ପାଉଥିଲି, ହୁଏତ ମୋ ଖେଳରେ କିଛି ହାମ୍ପର ହେଇନି ଏଇ ଜିନିଷକୁ ନେଇକି, କିନ୍ତୁ ମନ ଭିତରେ ବହୁତ ହାମ୍ପର ହେଲା। କାହିଁକିନା ବିଭିନ୍ନ ଲୋକଙ୍କ ସହିତ ମୁଁ ଅପ୍ରିୟ ହେଇଗଲି, ବନ୍ଧୁବାନ୍ଧବ ରିଲେସନସିପ୍ ବା ମାନେ ସାଙ୍ଗସାଥି ହେଲା, ବହୁତ ଲୋକଙ୍କ ପାଇଁ ମୁଁ ଏଇ ସମ୍ପର୍କକୁ ନେଇକି ଅପ୍ରିୟ ହେଇଥିଲି। ଗୁଡ଼ାଏ ଲୋକ ମୋତେ ସମ୍ପର୍କରେ ମୋତେ ଗ୍ରହଣ ବି କରୁନଥିଲେ, ସମାଜ ବି ଗ୍ରହଣ କରୁନଥିଲା। ତ ବହୁତ ଲଜ୍ଜିତ ବି ମଧ୍ୟ ସେଇ ସମୟରେ ହଉଥିଲି, କିନ୍ତୁ ଯାହା ତ ହେବା କଥା ମାନେ ଘଟିଗଲା। କିନ୍ତୁ ଭବିଷ୍ୟତ କଥା କ'ଣ ହବ ମୁଁ ତ କେହି କହିପାରିବେନି, କିନ୍ତୁ ମୁଁ ସବୁବେଳେ ଚେଷ୍ଟା କରେ କି ଲାଇଫରେ ମୁଁ ଏକା ନୁହେଁ, ମୋର ଯେହେତୁ ପରିବାର ଅଛନ୍ତି, ଭଉଣୀମାନେ ଅଛନ୍ତି, ବାପା ମା ଏବେ ବି ଅଛନ୍ତି। ନାଇଁ, ତ ଯେମିତି ଆପଣ କହିଲେ ଧୀରେ ଧୀରେ ଭଉଣୀ ମାନଙ୍କର ମ୍ୟାରେଜ ହବ, ବାପା ମା ଧୀରେ ଧୀରେ ବାର୍ଦ୍ଧକ୍ୟ ଅବସ୍ଥାକୁ ଯିବେ। ଦ୍ୟୁତିଙ୍କର ଗୋଟେ ଲମ୍ବା କ୍ୟାରିୟର ପଡିଛି, ସେ ଗୋଟେ ଜୀବନ ସାଥୀର ଆବଶ୍ୟକତା କେବେ ଆସିବନି? ନିଶ୍ଚିତ ପଡ଼ିବନି, କାହିଁକି? ଲୋକ ତ ପୁଣି 60 ବର୍ଷରେ ବିବାହ କଲେ କି ନାହିଁ, ଆପଣ ଜାଣିଥିବେ, ନା ନେବା ଆବଶ୍ୟକତା ନାହିଁ, 60 ବର୍ଷରେ ବିବାହ କରୁଛନ୍ତି। ତ ସମୟ ଅନୁସାରେ ଯଦି ଭଲ ସେମିତି କିଏ ପାର୍ଟନରସିପ୍ ଆସିଲେ ଲାଇଫରେ, ତ ନିଶ୍ଚିତ ଭାବେ କ'ଣ ଗୋଟେ ପୁରୁଷକୁ ବାହା ହେଇକି କ'ଣ ଆଉ ଗୋଟେ ବାହା ହେଇପାରୁନି, ନା ସେ ଡିଭୋର୍ସ ହେଲା ପରେ ବା କ'ଣ ବାହା ହଉନାହାନ୍ତି କି? ଆଚ୍ଛା, ଯଦି କଥାଟା ସେଇଆ, ମୁଁ ଦର୍ଶକ ମାନଙ୍କ ପକ୍ଷରୁ ଏଇ ପ୍ରଶ୍ନଟା ନିଶ୍ଚିତ ପଚାରୁଛି, ଦ୍ୟୁତି କେମିତି ଜୀବନ ସାଥୀ ଖୋଜିବେ? ଦେଖନ୍ତୁ, ଜୀବନସାଥୀ ଯୋଉମାନେ ଖୋଜନ୍ତି, 3-4 ପ୍ରକାର ଦୃଷ୍ଟି ରଖି ଜୀବନସାଥୀ ଖୋଜନ୍ତି। କିଛି କିଛି ଲୋକ ଖୋଜନ୍ତି କି ମୋ କାଷ୍ଟ ହେଇଥିବା ଦରକାର, ମୋ ଫ୍ୟାମିଲି ତାକୁ ଗ୍ରହଣ କରୁଥିବା ଦରକାର। ଆଉ ଜଣେ ଖୋଜନ୍ତି କି ଝିଅ ସୁନ୍ଦରତା ହେଇଥିବା ଦରକାର। ଆଉ କିଛି କିଛି ଲୋକ ଖୋଜନ୍ତି ନାଇଁ ପ୍ରପର୍ଟି ଥିବା ଦରକାର। କିନ୍ତୁ ମୁଁ ନାଇଁ, ଦ୍ୟୁତିଙ୍କ ପାଖରେ ଧନ ସମ୍ପତ୍ତି ହଁ ପ୍ରପର୍ଟି ହଁ ଏସବୁର କିଛି ଅଭାବ ନାହିଁ, ନା ମୁଁ ସେଇ କଥା କହୁଛି। ଲୋକପ୍ରିୟତାର ଅଭାବ ନାହିଁ, ହଁ। ସହଯୋଗୀ ମାନଙ୍କର ଅଭାବ ନାହିଁ, କିନ୍ତୁ ଜୀବନ ସାଥୀ ଗୋଟେ ସ୍ୱତନ୍ତ୍ର ସ୍ଥାନ ରଖେ ଜୀବନରେ। ଦ୍ୟୁତିଙ୍କୁ କିଭଳି ଜୀବନ ସାଥୀ ଦରକାର? ନିଶ୍ଚିତ ଭାବେ ମୁଁ ଚେଷ୍ଟା କରି ମୋ ଯିଏ ସାଥୀ ହବ, ସେ ଲୋକ ଲଜ୍ଜାକୁ ସାମ୍ନା କରିପାରୁଥିବ, ଆଉ ମୋତେ ଅଧିକରୁ ଅଧିକ ଭଲ ପାଇବା ଦେଇପାରୁଥିବ, ଆଉ ଯୋଉ କଳି ଝଗଡ଼ା ଝାଣ୍ଟିରୁ ମୁକ୍ତ ରହୁଥିବ। କାରଣ ପ୍ରାୟତଃ ମୋ ସହିତ ଯିଏ ବି ରିଲେସନରେ ନେକ୍ସଟ ଟାଇମ୍ ଯଦି କିଏ ଆସିଲା, ତାକୁ ପ୍ରଥମେ ଲୋକ ଲଜ୍ଜାକୁ ସାମ୍ନା କରିବାକୁ ପଡ଼ିବ, କାରଣ ଲୋକ ପୁଣି କହିବା ଆରମ୍ଭ କରିବେ, ଏଇ ଦ୍ୟୁତି ଜଣକୁ ଛାଡ଼ିଥିଲା ପୁଣି ଆଉ ଜଣଙ୍କୁ ରଖିଲା, ତ ନେଗେଟିଭ ଜିନିଷଟା ଆଗକୁ ବଢ଼ିବ। ତ ସେମିତି ଭାବନା ତ ଏବେ ରଖିନି କି ମୁଁ ଆଉ ଗୋଟେ କାହାକୁ ପସନ୍ଦ କରିବି କି କାହାକୁ ରଖିବି ସାଥିରେ। ଯେହେତୁ ବର୍ତ୍ତମାନ ମୋର ଗୋଟେ ଚିନ୍ତା, ମୋତେ ସମାଜ ପାଇଁ କାମ କରିବାର ଅଛି। ଦ୍ୟୁତି ନିଜର ପ୍ରଥମ ଇନିଂସରେ ବହୁତ ସଫଳତା ଦେଖିଛନ୍ତି। ମେଡାଲ ଯେତେବେଳେ ଆଣୁଥିଲେ ସେତେବେଳେ ଗର୍ବରେ ଛାତି ଫୁଟି ଉଠୁଥିଲା। କେବଳ ଓଡ଼ିଶା ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ଯେତେବେଳେ ଦ୍ୟୁତି ଗଲେ ସେତେବେଳେ ଲୋକମାନେ ସେତିକି ସପୋର୍ଟିଭ ଦେଇଛନ୍ତି। କିଛି ଖରାପ କମେଣ୍ଟ ଦଉଥିବା ଲୋକଙ୍କୁ ପାଥେୟ କରିକି ଜୀବନ ନେଇ ହୁଏନି, କିନ୍ତୁ ଦ୍ୟୁତି ଯେତେବେଳେ ପିକ୍ରେ ଥିଲେ ସେତେବେଳେ ଯେଉଁ ସହଯୋଗୀମାନେ ସହଯୋଗ କରୁଥିଲେ, ପ୍ରଥମ ଇନିଂସରେ ସେ ବିବାଦ, ସେ ମେଡାଲ ସବୁ ଚାଲିଗଲା। ବର୍ତ୍ତମାନ ଡୋପ୍ ଟେଷ୍ଟ ପରେ ପାଖାପାଖି 3 ବର୍ଷ ବିତିଗଲାଣି। ଦ୍ୟୁତି ନିଜକୁ ପଡ଼ିଆରେ ସେମିତି ରଖିଛନ୍ତି, ବେଳେବେଳେ ଆମେ ଦେଖୁଛୁ ସେ ପଡ଼ିଆରେ ସେମିତି ପ୍ରାକ୍ଟିସ୍ ଚାଲିଛି, କୋଚ୍ ମଧ୍ୟ ସେମିତି ସହଯୋଗ ଦେଉଛନ୍ତି। ଏ ଯେଉଁ ଦ୍ୱିତୀୟ ଇନିଂସ ଆରମ୍ଭ ହେଲା, ଏ ଦ୍ୱିତୀୟ ଇନିଂସରେ ଦ୍ୟୁତିଙ୍କର କ'ଣ ସବୁ ଯୋଜନା ରହିଛି? ଦେଖନ୍ତୁ, ମୁଁ ତ ସ୍ପୋର୍ଟସ୍ ଯେତିକି ଆଚିଭ୍ କରିବା କଥା ସେତିକି ତ ମୁଁ ତାଠୁ ଅଧିକ କରିଛି। କାରଣ ମୁଁ ଯେଉଁ ଛୁଆବେଳେ ଯେଉଁ ଆଶା ନେଇକି ଆସିଥିଲି ଯେ ଗୋଟେ କ୍ରୀଡ଼ାବିତ୍ରେ ହେବି, ସରକାରୀ କ୍ଷେତ୍ରରେ ଗୋଟେ ଚାକିରିଟେ ପାଇବି, ପରିବାର ସିଚୁଏସନ୍ ବଦଳେଇବି, ସେ ସବୁ ପୁରା ହେଇସାରିଛି ମୋର। ଆଉ ସବୁଠୁ ବଡ଼ ମୋତେ ସାଟିସ୍ଫାକ୍ସନ୍ ଦେଇଛି, କାରଣ 2 ଥର ଅଲମ୍ପିକ୍ ଖେଳିଛି। କାରଣ ଆଜିର ଦିନରେ ଅଲମ୍ପିକ୍ ପାର୍ଟିସିପେଟ୍ କରିବା ବହୁତ କଷ୍ଟସାଧ୍ୟ, ସେଟା ମୋତେ ସଫଳତା ପାଇସାରିଛି। ୱାର୍ଲଡର ଗୋଲ୍ଡ ମେଡାଲିଷ୍ଟ ମଧ୍ୟ ହେଇସାରିଛି, ଅର୍ଜୁନ ପୁରସ୍କାର ମଧ୍ୟ ପାଇସାରିଛି। ତ ସ୍ପୋର୍ଟସରେ ଆଉ କିଛି ଅଫସୋସ ନାହିଁ କି ମୁଁ ଏଇଟା କରିପାରିଲିନି ବା ଏଇଟା ପାଇଲିନି। ଯେହେତୁ ଡୋପ୍ କେସ୍ଟା ହେଇଗଲା, ସେଇଟା ମୋତେ ବେଶୀ କଷ୍ଟ ଦେଲା, ଦୁଃଖ ଦେଲା କି ମୋ ଜୀବନରେ ଏଇଟା ଭଳିଆ ଭୁଲ ହେବାର ନଥିଲା, କିନ୍ତୁ ହଠାତ୍ ସେ ହେଇଗଲା। ଆମେ କହିପାରିବା ସେଟା ଗୋଟେ ଅଜାଣତରେ ହେଲା, ଯୋଉ ଅଜାଣତରେ, ହଁ ଜିନିଷଟା ଠିକ ଭାବରେ ହେଇପାରିଥାନ୍ତା, ହଁ ହଁ। ଇଏ ବିବାଦ ବି ହେଇନଥାନ୍ତା, ଗୋଟେ ଅଜାଣତରେ ହେଇଗଲା। ଆଜ୍ଞା ଆଜ୍ଞା।
ସେଇଟା ତ ମୁଁ ସେଥିପାଇଁ ମାନେ ପ୍ରାୟତଃ ଭାରତ ବର୍ଷରେ ଯେକୌଣସି ପିଲାଙ୍କର ଡୋପ୍ ଟେଷ୍ଟ ହୁଏ କେହି ମିଡ଼ିଆ ସାମ୍ନାକୁ ଆସନ୍ତି କି, କିନ୍ତୁ ମୁଁ ପ୍ରଥମ ଗୋଟେ ପିଲା ଯିଏକି ମିଡ଼ିଆ ସାମ୍ନା ଆସିକି ମୁଁ ସତ କଥାଟା କହିଥିଲି। କାରଣ ପ୍ରାୟତଃ ଡୋପ୍ ଟେଷ୍ଟରେ ଲୋକ ଲୁଚି ଯାଆନ୍ତି, ସାମ୍ନା ମିଡ଼ିଆ ସାମ୍ନା ଆସନ୍ତିନି, କେହି ଜାଣି ପାରନ୍ତିନି, ଆଉ ସେ ଖେଳରୁ ଦୂରେଇ ଯାଆନ୍ତି। କିନ୍ତୁ ମୋର ଯୋଉଦିନ ଡୋପ୍ ଟେଷ୍ଟ ହେଲା ମୁଁ ସେଇଦିନ ହିଁ ମିଡ଼ିଆକୁ ଆସିଥିଲି ମୋର ଏଇଭଳିଆ ସାମ୍ପଲ୍ ଯାଇଛି ଟେଷ୍ଟ ହେଇଛି ବୋଲିକି। ତ ସେଇ ଗଲା। ତ ଏବେ ନେକ୍ସଟ ମୋର ପ୍ଲାନିଂ ଅଛି, ଯେହେତୁ ମୋର ନିଜ ପିଲାବେଳୁ ଗୋଟେ ଇଚ୍ଛା ଶକ୍ତି ଥିଲା କି ଗୋଟେ ଏକାଡେମୀ ବନେଇବାର, ଆଉ ତାକୁ ମଧ୍ୟ ମୁଁ 2024ରେ ଏକାଡେମୀଟେ ବନେଇଲି। ପିଲାମାନେ ବି ଭଲ ଗ୍ରୋଥ୍ କରୁଛନ୍ତି, ଟ୍ରେନିଂ ପାଉଛନ୍ତି, ମେଡାଲ ପାଉଛନ୍ତି। ଆଉ ନେକ୍ସଟ ମୋର ଆଶା ଅଛି ସମାଜ ପାଇଁ କାମ କରିବା। ନାଇଁ, ଆମ ପାଖରେ ଗୋଟେ ଖବର ଅଛି ଯେ ଆମେ ଶୁଣିଛୁ ଆପଣ ରାଜନୀତିକି ଆସିବା ପାଇଁ ଚାହୁଁଛନ୍ତି, ଇଏ କଥା କେତେ ଦୂର ସତ? ନିଶ୍ଚିତ ଭାବରେ ଦେଖନ୍ତୁ, ମୁଁ ତ ଛୁଆବେଳୁ ହିଁ ସମାଜ ପାଇଁ ଦେଶ ପାଇଁ କାମ କରୁଛି। ଏତିକି ଫରକ, ରାଜନେତା ମାନେ ଗାଁ ଗାଁ ବୁଲିକି ଲୋକଙ୍କ ସମସ୍ୟା ବୁଝନ୍ତି, ଆଉ ଆମେ ଦେଶ ଦେଶ ବୋଲି ଦେଶକୁ ଗର୍ବିତ କରୁ। ତ ମୁଁ ଛୁଆବେଳୁ ଦେଶ ପାଇଁ କାମ କରୁଛି, ଆଉ ଜୀବନ ସାରା ମଧ୍ୟ ମୁଁ କରୁଥିବି। ଆଉ ରାଜନୀତି ହେଉଛି ଗୋଟେ ମାଧ୍ୟମ। କାରଣ ଆପଣ ଦେଖନ୍ତୁ, ଯେକୌଣସି ଆପଣ ଗୋଟେ କାମ କରିବା ପାଇଁ ଗୋଟେ କିଛି ପାୱାର ଦରକାର। ଯଦି ଆପଣ ପାୱାର ନ ପାଇବେ ତାହେଲେ ସେ କାମ ଆପଣ କରିପାରିବେନି। ଗୋଟେ ପଞ୍ଚାୟତର ଡେଭଲପମେଣ୍ଟ କରିବା ପାଇଁ ଆପଣଙ୍କୁ ସରପଞ୍ଚ ହେବାକୁ ପଡ଼ିବ, ବା ଗୋଟେ ମଣ୍ଡଳର କାମ କରିବା ପାଇଁ ଆପଣ MLA ହେବାକୁ ପଡ଼ିବ। ତ ସେଇ ହିସାବରେ ଯଦି ଆପଣ ଯଦି ପୁରା ଓଡ଼ିଶାର ବିକାଶ କରିବା ପାଇଁ କାମ କରିବା ପାଇଁ ନିହାତି ଗୋଟେ ପଦପଦବୀ, ମିନିଷ୍ଟର ପଦବୀ ହେଲେ ତମକୁ ନିହାତି ଦରକାର। କାରଣ ବିନା ରାଜନୀତିରେ ଆପଣ ଡେଭଲପମେଣ୍ଟ କରିପାରିବେନି। ହଁ, ସେଇ ଲୋକ କରିପାରିବେ ଯେଉଁମାନେ ବିଜନେସ୍ କରୁଛନ୍ତି, ଯେମିତି ବଡ଼ ବଡ଼ କମ୍ପାନୀ ଅଛନ୍ତି, ଟାଟା କମ୍ପାନୀ ହେଲା, ଆଦିତ୍ୟ ହେଲା, ବା ରିଲାଏନ୍ସ ହେଲା, ବଡ଼ ବଡ଼ ଯେଉଁମାନେ ବିଜନେସମ୍ୟାନ୍ ସେମାନେ ଚାହିଁଲେ ବି ଭାରତକୁ ଗ୍ରୋ କରିପାରିବେ। ତ ଯେହେତୁ ମୁଁ ଅର୍ଥରେ ଏତେ ସମ୍ବଲମ୍ବୀ ନୁହେଁ ଯେ ନିଜେ ପଇସା ଇନଭେଷ୍ଟ କରି ମୁଁ କାହାର ସେବା କରିପାରିବି ବା ସମାଜ ପାଇଁ ଉନ୍ନତି କାମ କରିପାରିବି, ଯେହେତୁ ଗୋଟେ ସାଧାରଣ କ୍ରୀଡ଼ାବିତ, ଆଉ କ୍ରୀଡ଼ାବିତ ହିସାବରେ ମୁଁ ଲୋକଙ୍କର ସମସ୍ୟା, ଓଡ଼ିଶାର ବିକାଶ ପାଇଁ କାମ କରିବି। ଯଦି କୌଣସି ରାଜନୀତିରେ ମୋତେ ପଦପଦବୀ ମିଳେ ନିଶ୍ଚିତ ଭାବରେ ମୁଁ କାମ କରିପାରିବି। ବର୍ତ୍ତମାନ ସମୟରେ ରାଜନୀତି ଯେମିତି ହଉଛି, ଯୋଉ ଗୋଳିଆ ରାଜନୀତି, ଯୋଉଠି କି ଛକା ପଞ୍ଜା ରାଜନୀତି, ଯୋଉଠି ଲୋକଙ୍କ ପାଖରେ ରାଜନୀତିକୁ ନେଇକି କିଛି କଳୁଷିତ କରିବାର ଇଚ୍ଛା, ଦୂତିଙ୍କର ଇମେଜ ନଷ୍ଟ ହବନି ରାଜନୀତିରେ? ଦେଖନ୍ତୁ, ରାଜନୀତିରେ ଯୋଉମାନେ ଆସନ୍ତି ପ୍ରପର, ଯୋଉମାନେ ସମାଜ ପାଇଁ କାମ କରିବାକୁ ସେ ତାଙ୍କର କଳୁଷିତ କେବେ ହବନି। ଅନେକ ନେତା ଆସିଛନ୍ତି, ତାଙ୍କର ଦେଖିବ ତାଙ୍କର କିଛି ବି ଦୁର୍ନାମ ନାହିଁ। ଆଉ ଯୋଉମାନେ ଦୁର୍ନାମ ଦାଦାଗିରି କରନ୍ତି, ବାଲିଘାଟକୁ ଲିଜ୍ ନେବା, ଲୋକଙ୍କଠୁ ପଇସା ଲୁଟିବା, ଏଇ ଯୋଉ ପାଇବାର ଆଶା ନେଇକି ଯୋଉ ଆସନ୍ତି ରାଜନୀତିକୁ, ସେଇମାନେ ବେଶୀ କଣ୍ଟ୍ରୋଭର୍ସି କରନ୍ତି, ସେମାନେ ବେଶୀ ଦଙ୍ଗା ତିଆରି କରନ୍ତି। କିନ୍ତୁ ଯେହେତୁ ମୁଁ ଗୋଟେ ସିଙ୍ଗଲ ପର୍ସନ, ମୋର ସେମିତି ମୋ ଉପରେ ଆଉ କିଛି ଆଶା ନାହିଁ କି ହଁ ମୁଁ ଏତେ ଜିନିଷ କମେଇଲେ ମୋର ଏଟା ହବ ସେଟା ହବ, ମୋର ସେମିତି କିଛି ଆଶା ନାହିଁ। ମୋର ଗୋଟିଏ ଆଶା ସମାଜ ପାଇଁ କାମ କରିବା, ଆଉ ଗୋଟେ ନିର୍ଦ୍ଦଳୀୟ ହିସାବରେ କାମ କରିବି, ଗୋଟେ ସମାଜସେବୀ ହିସାବରେ କାମ କରିବି। ଇଏ ନୁହେଁ ଯେ ମୁଁ ଗୋଟେ ଦଳରେ ଅଛି ବୋଲି ଆର ଦଳକୁ ଗାଳିଗୁଲଜ କରିବି ବା ଏମିତି କରିକି ଲୋକଙ୍କୁ ନେଗେଟିଭ କରେଇବି। ତ ଗୁଡ଼ାଏ ନେତା ଏମିତି ଆସନ୍ତି ନିଜର ପପୁଲାରିଟି କରିବା ପାଇଁ, ଗୋଟେ ଭଲ ଭଲ ନେତା ମାନଙ୍କ ଏଗନେଷ୍ଟରେ ଲଢ଼ନ୍ତି, ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରନ୍ତି ନିଜର ପପୁଲାରିଟି ପାଇଁ। କିନ୍ତୁ ମୋର ଅଲରେଡି ଯେହେତୁ ପପୁଲାରିଟି ଅଛି, ମତେ ପପୁଲାରିଟି କରିବା କିଛି ଆବଶ୍ୟକତା ନାହିଁ। ମୋର ଗୋଟେ ଲକ୍ଷ୍ୟ, ସମାଜ ପାଇଁ କାମ କରିବି, ସେ ଯୋଉ ଯେକୌଣସି ଦଳ ହଉ ପଛକେ। ଇଏ ନୁହେଁ ଯେ ମୁଁ କେବଳ ଗୋଟେ ଦଳକୁ ସାମିଲ ହେବି। ମୁଁ ଦଳୀୟ ହୁଏତ କୌଣସି ପାର୍ଟି ପାଇଁ ମୁଁ ଜଏନ୍ କରିପାରେ, କିନ୍ତୁ କାମ ଗୋଟେ ସମାଜସେବୀ ହିସାବରେ କରିବି। ଦର୍ଶକ ବନ୍ଧୁ, ଆପଣ ଦୀର୍ଘ ସମୟ ଧରି ଶୁଣୁଥିଲେ, ଆମ ସାଙ୍ଗରେ ଥିଲେ ଓଡ଼ିଶାର ଗର୍ବ ଆଉ ଗୌରବ, ଆଉ ନିଜକୁ କ୍ରୀଡ଼ା କ୍ଷେତ୍ରରେ ସଂଘର୍ଷମୟ ଜୀବନରେ ପ୍ରତିଷ୍ଠିତ କରିଥିବା ସେ ଦୌଡ଼ରାଣୀ ଦୂତି ଚାନ୍ଦ। ନିଜର ଦ୍ୱିତୀୟ ଇନିଂସରେ ସେ ରାଜନୀତିରେ ରୁଚି ରଖିବେ ବୋଲି ଆମ ପାଖରେ ଆଜି ପ୍ରକାଶ କଲେ। ଆପଣମାନେ ଜାଣି କେତେ ଖୁସି ହେବେ, ଆଉ ଆପଣଙ୍କର ବିଚାର କଣ ରହିବ? ଆଉ ଯେତେବେଳେ ଆମ ଓଡ଼ିଶା ଝିଅ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଯାଏ, ବଡ଼ ବଡ଼ ସେଲିବ୍ରିଟି ମାନଙ୍କ ପାଖକୁ ଯାଏ, ସେତେବେଳେ ସେ ଭଲ ପାଇବା ସାଉଁଟିଛନ୍ତି, ତାକୁ ସେ ନିଜ ହାତ ମୁଠାରେ ବାନ୍ଧି ରଖିଛନ୍ତି। ଆଉ ଆଶା ମଧ୍ୟ ଏହା ରଖିଲେ ଆମ ସାମ୍ନାରେ ଯେ ନିଶ୍ଚିତ ସେ ଭଲ ପାଇବାକୁ ପାଥେୟ କରି ରାଜନୀତିରେ ସେ ଲୋକ ସେବା କରିବେ। ଦଳ ତାଙ୍କୁ ମାନେ ରଖେନି। ହୁଏତ ରାଜନୀତିରେ କୌଣସି ଦଳକୁ ପାଥେୟ କରି ସେ ଲଢ଼ି ପାରନ୍ତି, କିନ୍ତୁ କାମ ବେଳେ, ସେବା ବେଳେ ସେ ଦଳ ଦେଖିବେ ନାହିଁ। ଆମେ ସେ ବିଚାର ଆପଣଙ୍କ ପାଖରେ ଛାଡୁଛୁ। ଆପଣ ମଧ୍ୟ କମେଣ୍ଟ ଜରିଆରେ ଜଣାନ୍ତୁ ଯେ ଦୂତିଙ୍କ ପାଇଁ ଯୋଉ ସହଯୋଗ ଆବଶ୍ୟକ, ଆମ ରାଜ୍ୟ, ସହର, ଦେଶ, ତାକୁ ଯେତେବେଳେ ସେ ରିପ୍ରେଜେଣ୍ଟ କରିବେ, ତାଙ୍କର ଆଭିମୁଖ୍ୟ କଣ ରହିବା ଆବଶ୍ୟକ। ଆଉ ସବୁ କ୍ଷେତ୍ରରେ ବିବାଦକୁ ଆଡ଼େଇ ସେ ଯେତେବେଳେ ସଫଳତା ଆଗକୁ ଯାଇଛନ୍ତି, ସେତେବେଳେ ସେ ନିଷ୍ଠା ଓ ଏକାଗ୍ରତା ହିଁ ତାଙ୍କୁ ସମସ୍ତଙ୍କ ପାଖରେ ଆପଣାର ବନେଇଛି। ଆଉ ମହାପ୍ରଭୁ ତାଙ୍କୁ ସେ ଶକ୍ତି ସାମର୍ଥ୍ୟ ଦେବେ, ଯାହାଫଳରେ କି ସେ ତାଙ୍କ ଦ୍ୱିତୀୟ ଇନିଂସରେ ଆରମ୍ଭ କରିଥିବା ସେ ଜନସେବା କାର୍ଯ୍ୟକୁ ସଫଳ ରୂପାୟନ ଦେବେ। ଦୂତି ଚାନ୍ଦଙ୍କ ପାଖରୁ ପ୍ରଭାତ ବିଜୟ, ଆର୍ସିଏନ୍ ଓଡ଼ିଆ।